माँ प्रथम आपण मानक क्षमा मागी नौची मु बर्तमान ट्रेन प्रोग्राम अटेंड कर बसला मत फोन कर तेणु माँ आलोचना मैंने जदि किसी त्रुटि थाए रही जाए ताले क्षमा करेंगे किंतु आशा करुच्ची माँ ठीक ठाक चल तेणु आज यही पावन भूमि एवं पावन अवसर रे आम आज आलोचना किए माँ अंततः मुख्यतः भाव में आपड़ जब चिंता करती यह हूँ माँ जन्म मास फेब्रुआरी मास तेणु विभिन्न जगार विभिन्न पर्यायर आम आलोचना करुँच माँ जीवनी एवं तांकर रहस्य अवतार रहस्य आगमन रहस्य आम आलोचना करुँच आम पाखे सुंदर सुंदर टॉपिक माँ आज भी आलोचना कर किए माँ आम आलोचना करुँच छाड़ी सारा आम विभिन्न पर्यायर मस सारा आम आलोचना अवस्था देखा गोल्डन डे मंत्र अनेक टू जेड बहुत सुंदर सुंदर टॉपिक आम रखी किंतु जेहेतु ये गोटे ट्रेन आम जाऊँ तेणु हठात यही एक टॉपिक को मुंड को आसला अपाबद्यता को स्वीकार करने आम आलोचना करवा बहुत गभीरतम सब्जेक्ट ये सहजरे आम आलोचना करवा नहीं बाहर रे धीरे 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 आम जा तो आप कौन मेसेज कथा को रेस्पॉन्ड करी हब नहीं छोटिया कहानी रू आलोचना करुँ आरंभ करुँच इवेन झगड़ा भी करुले ठेला पथर भी मारिबार किसी दृष्टांत आपण आखिरे अच्छी से समय एक कहानी मुझे आपको कहूँ गोटे माटाए आश्रम कियति दूर अनति दूर रे अल्प दूर से ता पिलाटा को धरिक खेल पिला खेल आरंभ तो पिलाटी तले पड़गला गड़ीगला खंडिया खाबरा होगला पाखे बसी समस्या अपोजिट कैरेक्टरिस्टिक चिंता तैयारी हो पिला दौड़ा कुआड़े चल जाबार ना बसीगला पड़ा माँ रहीगा सहज गोड़ा चकिया दी समस्या आश्रम को जीवन आश्रम को अपोजिट बर्तमान आश्रम चली तथा पिलाटा पिला दौड़ी माँ भर गला पिला दौड़ा भीतर माँ भर तार पिलाटा सीधा उठला माँ रूम को दौड़ा से गोटे आश्रम क्या लुचेक आनी नहीं आसी था पिलाटा सीधा अगत्या पिलाटा को तो न नहीं फेर ना तेणु दौड़ा माँ दौड़ी आरंभ कला माँ को तेणु एंडू दौड़ी दौड़ी माँ को रूम आगे भीतर से दृश्यटा देखुचे एक अचिन्न अवर्णनीय दृश्य दिव्यजन आमर माँ से छोटा जननी पचारुंट छोट पिला बुझुची जानी पचार
ତେଣୁ ଆର ଭିତରେ ସେ ନିଶ୍ଚିତ ଭାବରେ ପଚାରିଥିଲେ ହ୍ୱାଟ ହାପନ୍, କଣ ହେଲା। ଏ ସମୟରେ ପିଲାଟା ହସି ହସିକି ଯାହା କାନ୍ଦୁଥିଲା, କାନ୍ଦିବାକୁ ଦୁଃଖ କରୁଥିଲା ଖଣ୍ଡିଆ ଖାବରା ହେଇକିରି, ବର୍ତ୍ତମାନ ପିଲାଟା କଣ କଲା, ପଡିଗଲା, ଗଡି ଯାଇକରି ମାଆଙ୍କୁ କଣ ଗୋଟେ ଇଣ୍ଡିକେସନ ଦେଖିଲା, ଆଉ କାଲ ଠାର କାଲ ବୁଝିପାରିଲି ଯେ ତାର କଣ ହେଇଛି। ପିଲାଟା ଏମିତି ଦୌଡ଼ିଛି, ପଡିଯାଇଛି, ଖଣ୍ଡିଆ ଖାବରା ହେଇକି ଦୌଡ଼ି ତା ପଛରେ ବାହାର ଦଉଛି। ଗୋଟେ ଫାଷ୍ଟର ବକ୍ସ କବୋର୍ଡ ଭିତରୁ ନିଜ କୋଳରେ ବସେଇ ଦେଇକି ତାକୁ ଯାହା ଆପଣଙ୍କର ସ୍ପିରିଟ ଲଗାଇକିରି ଯେମିତି ଔଷଧ ଫୌଷଧ ଲଗାନ୍ତି ତାକୁ ଲଗାଇବା ଆରମ୍ଭ କରେ। ପିଲାଟା ଆନନ୍ଦରେ ବସିଛି, ମା ତାକୁ ସେବା କରି ଚାଲିଛନ୍ତି। ଏ ଦୃଶ୍ୟ ଦେଖୁଛି ପିଲାଟାର ହ୍ୟୁମାନ ମଦର ବାହାରେ ଠିଆ ହେଇକି ଡରି ଡରିକି ଯିଏ ଆସିଥିଲା ସେ ଦେଖି ଦେଖି ଦେଖିକି ଅଭିଭୂତ ହେଇଯାଉଛି, ହସି ଦଉଛି। ଗୋଟିଏ ଲାଇନ ଯାହା କହିଲା ସେ ହଉଛି ଆପଣଙ୍କର ଟପିକର ଟୋଟାଲ ଆଜିର ଆଲୋଚନା ବିଷୟବସ୍ତୁ ହଉଛି ସେଇଆ। ସେ ଲାଇନଟା ଅନ୍ତତଃ ପ୍ରଣିଧାନ ଯୋଗ୍ୟ, ତାକୁ ଶୁଣିବା କଥା। କଣ କହିଲା? when supreme mother has come down into the human mother level, what is my role? ଆଠାରୁ ବୋଧେ ବଡ ଲାଇନ ଆପଣ ବୋଧେ ବିଶ୍ୱ ଇତିହାସରେ ଏମିତି ଲାଇନ ପାଇବେ ନାହିଁ। when the supreme mother has come down ମାନେ into the human mother level, କଣ ହସିଦେଲା ପିଲା ହଉଛନ୍ତି କିଏ? ମୋ ମାଙ୍କ ବିଷୟରେ 4-6ଟା ଜିନିଷ କହିବି, ଗଭୀରତା ଭିତରକୁ ଆମେ ଯିବା ଯେତିକି ଟାଇମ ପରମିଟ କରିବ। କିଛି ଦିନ ଗଲା ପୂର୍ବରୁ ଆମେ ମା ପୂର୍ବରୁ ମଧ୍ୟ ଆଲୋଚନା ଅଲଗା ଯାହାକି ଶୁଣିଥିବେ। ତେଣୁ ତାରି ଭିତରକୁ ଧରିକିରି, କାରଣ ମୁଁ ଆପଣଙ୍କୁ ପ୍ରଥମରୁ କହିଛି ହଉଛି ଟ୍ରେନ ଚାଲିଛି, ତାରକୁ ଶୁଣନ୍ତୁ କିନ୍ତୁ ଗଭୀରତା ଭିତରକୁ ତ ନିଶ୍ଚିତ ଯିବା। ଏଇ କିଏ ଏଇ ମା? when supreme mother has come down into the human, what is my role? ଏଇ ପରମା ଦିବ୍ୟ ଜନନୀ ଗୋଟିଏ ମଣିଷର ଶରୀର ନେଇକିରି ଓହ୍ଲେଇ ଆସିଛନ୍ତି। ତାଠାରୁ ବଡ କଥା ଆଉ କିଏ? ତାଙ୍କୁ ଚିହ୍ନିବାରେ କଣ ଅଛି? ଆଉ ଟିକେ ଆଗକୁ ଯିବା। ମା କିଏ ସେ? ଶ୍ରୀ ଅରବିନ୍ଦ ଲେଖନ୍ତି କନସିୟସନେସ୍ ଆଣ୍ଡ ଫୋର୍ସ ଅଫ ଦ ସୁପ୍ରିମ। ଏଇ ଯୋଉ ମା ଆପଣ ଯାହାକୁ ଦେଖୁଛନ୍ତି ସେ ମା କିଏ? ସେ ଦ କନସିୟସନେସ୍ ଆଣ୍ଡ ଫୋର୍ସ ଅଫ ଦ ସୁପ୍ରିମ। ଆଉ ଥରେ ଆଲୋଚନା ପୂର୍ବରୁ ମୁଁ ଆପଣଙ୍କୁ କହୁଛି, ନିଶ୍ଚିତ ଭାବରେ ଡିଷ୍ଟର୍ବାନ୍ସ ହଉଥିବ କିନ୍ତୁ କନସେନ୍ଟ୍ରେଟେଡ୍ ହେଇକି ଶୁଣନ୍ତୁ। ଗୋଟିଏ ଲାଇନ ଯଦି ମିସ୍ କରିଯିବେ ତାପରେ ବୁଝିବା ଭାରି କଷ୍ଟ ହେଇଯିବ। ତେଣୁ ଅନେକ ଜିନିଷ ଆମେ ଶୁଣିବାକୁ ଯିବା ଯଦି ଆମକୁ ଟାଇମ ପରମିଟ କରୁଛି, ସିଚୁଏସନ ପରମିଟ କରୁଛି। ମା କିଏ? ସେ କଣ ପାଇଁ ଆସିଛନ୍ତି? ତାଙ୍କ ଅବତାର ଗ୍ରହଣର ଉଦ୍ଦେଶ୍ୟ କଣ? ଆମେ ତା ଭିତରକୁ କିଛିଟା ଯିବା, ସମ୍ପୂର୍ଣ୍ଣ ତ ନୁହେଁ। ଏ ଜନ୍ମରେ ଆମେ ମଧ୍ୟ ମା କିଏ ଆମେ ବୁଝିପାରିବା ନାହିଁ କି ଆଲୋଚନା କରିପାରିବା ନାହିଁ, କିନ୍ତୁ ଧୈର୍ଯ୍ୟ ଧରିକିରି ବହୁତ କନସେନ୍ଟ୍ରେଟେଡ୍ ହେଇକିରି ବସନ୍ତୁ। ଶ୍ରୀ ଅରବିନ୍ଦ ଲେଖିଲେ ମଦର ଇଜ ଦ କନସିୟସନେସ୍ ଆଣ୍ଡ ଫୋର୍ସ ଅଫ ଦ ସୁପ୍ରିମ। ମା ହଉଛନ୍ତି ପରମଙ୍କର ଚେତନା ଏବଂ ଶକ୍ତି। ଅନ୍ୟ ଭାଷାରେ ଥିଲେ ମା ହଉଛନ୍ତି ସ୍ୱୟଂ ସୁପ୍ରିମ। ଆଉ ଟିକେ ଆଗକୁ ଚାଲନ୍ତୁ, ଆଉ ଟିକେ ଆଗକୁ ଯିବା। ଇଏ ମା କୋଉଠି ଥିଲେ, କୋଉଠି ଆସିକରି ପହଞ୍ଚିଲେ? ଆପଣମାନଙ୍କୁ ଯଦି ସମସ୍ତଙ୍କୁ ସେଇ କଥା ପ୍ରଶ୍ନ ପଚାରେ, ହୁଏତ ମାଙ୍କର ଫିଜିକାଲ ଲାଇଫ ଆପଣ ଯାହା ଦେଖିଛନ୍ତି, ଯୋଉ ଜୀବନ ସହିତ ଆପଣ ମାନେ ପରିଚିତ, ତାକୁ କଣ କହିବେ? ମୀରା ଆଲଫାସା ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ 1878 ଫେବୃଆରୀ 21ରୁ। ଏଇ ଜନ୍ମଦିନ ପାଳନ କରିବାକୁ ଯାଇଛନ୍ତି ସମସ୍ତେ, ଏପର୍ଯ୍ୟନ୍ତ ପଣ୍ଡିଚେରୀ ଅଛନ୍ତି। ଗୋଲ୍ଡେନ ଡେ ପାଳନ କରିବେ 29 ତାରିଖ ଦିନ। 1878ରୁ 1973 ମସିହା ଭିତରେ ଆପଣ ସୀମିତ କରିଦେବେ, କିନ୍ତୁ ମା ତା ଜମା ନୁହନ୍ତି। ମା ନିଜେ କହୁଛନ୍ତି ମୁଁ କିଏ, ସେ କଣ ପାଇଁ ଆସିଛି। ମା କହୁଛନ୍ତି ଇନ୍ ଦ ବିଗିନିଂ whenever and wherever, ଯେଉଁଠି ଏବଂ ଯେତେବେଳେ there was a possibility of manifesting a ray of consciousness, ଗୋଟେ ଚେତନାର ସମ୍ଭାବନା ଥିଲା ମାନିଫେଷ୍ଟ କରିବାରେ, ସେତେବେଳେ କଣ କରିଥିଲା? ମୁଁ ଥିଲି। ଯୋଉତେବେଳେ ଚେତନା ତିଆରି ହେଇନଥିଲା, ମାନିଫେଷ୍ଟ କରିନଥିଲା, ସବୁ ଯାକ ଅନମାନିଫେଷ୍ଟ ହେଇକି ରହିଥିଲା, ସମ୍ଭାବନା ମାତ୍ର ଦେଖାଯାଉଥିଲା, ସେତେବେଳକୁ ମଧ୍ୟ ଯୋଉଠି ଆଉ ଯେତେବେଳେ ମୁଁ ଦେଖିଲେ ମୁଁ ସେଠି ସବୁବେଳେ ଥିଲି। ତାର କିଛି ସମୟ ପରେ ପୁନର୍ବାର କହୁଛନ୍ତି ତାହେଲେ ପ୍ରଭୁ କୋଉଠି ଥିଲେ? ପ୍ରଭୁଙ୍କୁ ଆମେ ଜାଣିଛୁ
किंतु कोटी आई बोली श्री अरविंद लगे आज केमी आई बोली लगे माँ को चिन्हला बेले तेणु से आप जानवे कौन लिखुं ही वाज हियर प्रोटागोनिस्ट ही बोली लगे ही वाज हियर बिफोर द एलिमेंट्स कुड एवर्ड्स जिते पृथ्वी में अणुपरमाणु सृष्टि संभव हो नाला से फिल थे सी ये थे बिफोर लाइफ कुड बीथ जेपर्यंत प्राणर या प्राण रहस्य गुहर खोली नाला निश्वास प्रश्वास आरंभ हो नाला बिफोर थॉट वाज बर्न माइंड कुड थिंक जिते मनर या जिते रैशनल एनालिसिस या सृष्टि होता मन प्राण शरीर ये जिनस नाला एलिमेंटर संभावना नाला तार पूर्व कौट थे एटी आसिक पहुंचे आम माँ को जानूँ माँ होती यही व्यवस्था जानूँ आसुँच को आसे विगत क्लास रे आपको कही जो मोनालिसा हस जे अमलिन हस जहाँ को केपर्यंत कौन सी हस समकक्ष ही ना से मोनालिसा होती माँ आउ जो छवि जी आंकी थे लियोनार्दो दा विंसी सी होती स्वयं श्री अरविंद ताकू आप देखी आगू को जाइए आउ टे आगू को जावा माँ कहते जो जाऊँच माँ बही देखी सब कर प्रश्न आसिक पचार चारिटी आस्पेक्ट गत काली जगतसिंहपुर में मुझे आलोचना करी आज पठे सारे महेश्वरी महाकाली महालक्ष्मी महासरस्वती चारिटा आस्पेक्ट देखे कहला ये चारिटा आस्पेक्ट लिखि सारा श्री अरविंद जो भेरी महासरस्वती जो सरी जाऊँच तार परवर्ती लाइन में श्री अरविंद लिखुंट देयर आर अदर ग्रेट पर्सनालिटीज ऑफ द डिवाइन मदर ये जो दिव्य जननी बोलिक कहते अनेक पर्सनालिटी अच्छी किंतु वी आर मोर डिफिकल्ट ब्रिंग डाउन माने ऊपर थिले ऊपर अच्छा तलू को आनिबा केबे संभव हैला नाही तेणु कौन है एंड हैव नॉट स्टूड आउट इन फ्रंट विथ सो मच प्रोमिनेंस इन द इवोल्यूशन ऑफ द अर्थ स्पिरिट जो पार्थिव विवर्तन चली से विवर्तन धारा मुख्य स्रोतरे माँ आसी से आगे ठिया होता से जो रूप एपर्यंत प्रस्तुत है ना पृथ्वी तेणु कौन कर चारोटी रूप भितर रखीदे माँ श्री चारोटी महारूप रखीदे पंचम रूप आड़ को आसते ना कल्पना करचम रूपटा कौन हो पारे श्री बुझे सी हूँ कौन ना डिवाइन जय आनंद आनंद जहाँ को आप आनंदमयी चैतन्यमयी सत्यमयी परम कहते आनंद से केबे मानिफेस्ट करता ना 1946 मसीह मानिफेस्ट करता तार महेश्वरी महाकाली महालक्ष्मी महासरस्वती बुझे सारापर जो विभिन्न प्रकार अवतार कथा कहते विभिन्न प्रकार कथा कहते डिवाइन जय से आसिक पहुँचे उतारी आनिले अवतरण कले किंतु तापर माँ कहते कौन ना पृथ्वी में जड़े प्रस्तुत नाला से शक्ति को धरी रखापी जदि जड़े रखी था केसटा अलग हो ये मुझे किसी फिलोसफी आड़ को नौ कन्स्टाटली एवं सचुरीटेड होकर शुणु कौन है 1946 रे डिवाइन जय मानिफेस्ट कला जहाँ को आनंदमय बोलिक कहले ग्रहण कले अच्छा से कौन प्रोब्लेम है तार परवर्ती अवस्था माँ कहले ग्रहण करने जड़े भी प्रस्तुत थे गोटे दुटा इन्स्टान्स मुझे कहूँ सावित्री फ्यू लाइन्स कोट करुच्ची शुणु श्री अरविंद कौन लिखुंट केते हतभाग्य आम से आनंद जब पाई था आम पृथ्वी में कौन होता आम यू चिंता कर देखो जोटा कि सारा माने रियली आप खोजी पाइबे तो कनसेंट्रेटेड होकर शुणु गोटाए दिन माँ समुद्र पाखे आंजुला को ऊपर को चाह आंजुला को आंजुला टेकिकी माँ प्रार्थना करुँच हे आनंद मु तुमको ये पृथ्वी को उतारी आनी पृथ्वीर मंगल पाई शुणु हे आनंद आंजुला करी ऊपर को चाह माँ प्रार्थना करुँच हे आनंद मु तुमको स्वर्गर उतारी आनी ये पृथ्वीर मंगल पाई किंतु जड़े भी ये पृथ्वी से आनंद पाइबा एपर्यंत प्रस्तुत है ना अतएव तुम्हें जो लोक आसी से लोक को फेरी जाओ ये हूँ फिजिकाल पेयर आ सहित परिचित थे कि जहाँ को कहले आनंद से कौन है को पाई मुझे आनंदटा प्रकृति पाई कौन जगतसिंहपुर सन्ध्या आपको पठे सारे यूट्यूब से टॉक पठे सारे माँ दैत्य अवतार एमती आसाला पठे सारे जब पाई शुणी थे अनेक नुआ जिनस भर
ସତ୍ୟମୟ କୁହାଯାଏ, ପରମ ବିଦ୍ୟାଧର କୁହାଯାଏ, କାହିଁକି ତାକୁ ଇନଫିନିଟି ମଧ୍ୟ କୁହାଯାଏ, କାହିଁକି ଇଟର୍ନାଲ ମଧ୍ୟ କୁହାଯାଏ, ଇମୋର୍ଟାଲ ମଧ୍ୟ କୁହାଯାଏ, ଆନନ୍ଦ ଏସବୁ ଜିନିଷ କାହିଁକି କୁହାଯାଏ ଲେଖା ହେଇଛି ସମସ୍ତେ କହୁଥିଲେ ତାଙ୍କୁ ଆନନ୍ଦମୟୀ କହୁଛନ୍ତି, ଆମକୁ କାହିଁକି ଆନନ୍ଦମୟ ଆନନ୍ଦମୟୀ ଶ୍ରୀ ଅରବିନ୍ଦ ଲେଖୁଛନ୍ତି। ଆମେ ଶ୍ରୀ ଅରବିନ୍ଦଙ୍କ ଯୋଗକୁ ଯିବା ପୂର୍ବରୁ ମୁଁ ଆଉ ଗୋଟେ ଜିନିଷ କହୁଛି, ଯୋଉମାନେ ଯୋଗ ସାଧନା କରୁଛନ୍ତି ତାଙ୍କର ଉଦ୍ଦେଶ୍ୟ କଣ, ଜଷ୍ଟ ଗୋଟେ ଇମାଜିନ କରନ୍ତୁ, ଇଣ୍ଟିଗ୍ରାଲ ଯୋଗକୁ ଭୁଲି ଯାଆନ୍ତୁ। ଯୋଉମାନେ ଯୋଗ ସାଧନା କରୁଛନ୍ତି, ସାଧାରଣ ସ୍ତରରେ ଯୋଉମାନେ ବଞ୍ଚିଛନ୍ତି ଯୋଗ ପାଇଁ ଆସୁଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ କଣ ନା ଦୁଇଟା। ପ୍ରଥମ କଣ ନା ଆତ୍ମାଟା ପରମାତ୍ମା ସହିତ ମିଶିଯିବ, ଆତ୍ମା କଣ କରିବ ନା ପରମାତ୍ମା ସହିତ ମିଶିଯିବ। ତେଣୁ କହୁଛନ୍ତି କଣ ୟୁନିୟନ ୱିଥ କହୁଛନ୍ତି ଆତ୍ମା ପରମାତ୍ମା ସହିତ ମିଶିଯିବ। ସେ ମିଶେ କି ନାହିଁ, କେମିତି ମିଶେ, କଣ କରେ, ଆମର ସେ ଆଇଡିଆ ନାହିଁ, କିନ୍ତୁ ଆମେ ଜାଣିଛୁ ଯୋଗ କରୁଛୁ, ସମସ୍ତେ କରୁଛନ୍ତି। ବଦଳେଇଦେଲେ, ଅନେକ ଭାବରେ ତାକୁ ବଦଳେଇଦେଲେ। ତେଣୁ ସାଧନା ଚାଲିଛି ୟୁନିୟନ ୱିଥ ଦ ଡିଭାଇନ। ସେକେଣ୍ଡଟା କଣ, କଣ ପାଇଁ ତମେ ତପସ୍ୟା କରୁଛ, ଯୋଗ କରୁଛ, ଯଦି ଜଣକୁ ପଚରାଯାଏ କଣ ଆସିବ ନାହିଁ, ଯନ୍ତ୍ରଣା ଆସିବ ନାହିଁ, ଲୁହ ଆସିବ ନାହିଁ, ଦୁଃଖ ଆସିବ ନାହିଁ, ଏଇ ସବୁ ଜିନିଷ ନ ହବା ପାଇଁ ଆମେ ଯୋଗ କରୁଛୁ। ଠିକ ଅଛି। କହନ୍ତି ଆୟର୍ନ ଲ, ଆୟର୍ନ ଲ, ଯୋଉଟା କି ହଉଛି ଆମେ ଧରି ନେଇଛୁ ଶରୀରଟା ଥିଲେ ଜନ୍ମ ହେଇଥିଲେ ଅବସମ୍ଭାବୀ, ଚୁପିଡ଼ିଟା ଆପଣଙ୍କ ଚାରିପଟରେ ବୁଲୁଥିଲା, ଆପଣ ତାକୁ ଡାକିଲେ ଯେମିତି ସେ ପଶିଲା, ସେପଟ ନ ଡାକିଥିଲେ ସେ ପର୍ଯ୍ୟନ୍ତ ପଶି ନଥିଲା। ତେଣୁ ବର୍ତ୍ତମାନ ପ୍ରଶ୍ନଟା ଆସିକରି ପହଞ୍ଚୁଛି, ଯୋଉଟା ଆପଣଙ୍କୁ କହୁଛନ୍ତି କଣ କହିଲେ ନା ମତେ କଣ ରୋଗ ହବ ନା, ହଁ ନାଚୁରାଲି ହବ, କାହିଁକି ନା ରୋଗଟା ହବା ସ୍ୱାଭାବିକ, ରୋଗଟା ଶରୀର ଥିଲେ ରୋଗ ହବ। ସେଇଠି ମଧ୍ୟ ଶ୍ରୀ ଅରବିନ୍ଦ ବୁଝଉଛନ୍ତି ଶରୀରଟା ଥିଲେ ରୋଗଟା କାହିଁକି ହବ ବୋଲିକି ଆମେ ଧରିଛୁ, ତାର ପଛରେ କାରଣ କଣ, ତାକୁ ଶ୍ରୀ ଅରବିନ୍ଦ ବୁଝଉଛନ୍ତି। କଣ କହୁଛନ୍ତି, ତା ଉପରେ ଠିଆ ହେଇଛି, ତାରି ଠାରୁ ତିଆରି ହେଇଛି। ଇନକମ୍ ସାଇନ୍ସ ଯୋଉଟା କେମିତି ବର ଗଛ ଭଳିଆ ଇମ୍ପସିବଲ, ଅସମ୍ଭବ। ତେଣୁ ଶରୀରଟା ରହିଛି ଆସୁଛି। ତେଣୁ ସେତେବେଳେ ବୁଦ୍ଧ ପଚାରୁଛନ୍ତି ମତେ ନା, ହଁ ହଉ ଚାଲ ଆଗକୁ ଯିବା,
भाई नेटवर्क प्रोब्लेम ପାଇଁ କଟି ଯାଇଛନ୍ତି, ଟିକେ ଅପେକ୍ଷା କରିବା ଭାଇଙ୍କ ପାଇଁ। ଆଜ୍ଞା 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 ଆଜ୍ଞା। ପ୍ରଶ୍ନ ଆସିକି ଆମ ଆଗରେ ପଡେ ଲୋକଟା ବୃଦ୍ଧ ହେଇଯାଏ କେତେବେଳେ ନା ବୟସ ବଢିଗଲେ ବୃଦ୍ଧ ହୁଏ। ସେ ଥିଓରିକି କଣ୍ଟ୍ରାଡିକ୍ଟ କଲେ। ବୟସ ବଢିଗଲେ କେହି ବୃଦ୍ଧ ହୁଅନ୍ତି ନାହିଁ। 80 ବର୍ଷର ଯୁବକ ଦେଖିଛି, 16 ବର୍ଷର ବୃଦ୍ଧ ଦେଖିଛି। ନା କେମିତି କଣ ହେଲା? 110 ବର୍ଷର ପିଲା ଏବେ ଦେଖୁଛନ୍ତି ଆଶ୍ରମରେ ବସିକି ବୃଦ୍ଧରେ କଣ କରୁଥିଲେ, ମେଡିଟେସନ କରୁଥିବେ, ପ୍ଲେଗ୍ରାଉଣ୍ଡରେ ବସିକି ଏକ୍ସରସାଇଜ କରୁଥିବେ। 16 ବର୍ଷର ପିଲା କୁନ୍ଥଉଥିବେ, ଦେଖ ଆପଣଙ୍କ ଘରେ ମୋବାଇଲ ଧରିକି ବସିଥିବେ, ଯାଉନଥିବେ ଖେଳିବା ପାଇଁ। ତେଣୁ ସିଏ ତାକୁ ବୁଝାଉଛନ୍ତି ବୟସଟା ସମସ୍ତଙ୍କୁ ବୃଦ୍ଧ କରିଦିଏ ନାହିଁ। ଲୋକଟା ବୃଦ୍ଧ ହୁଏ କେତେବେଳେ? ସିଏ ମା ତାକୁ ବୁଝାଉଛନ୍ତି, କହିଲେ କଣ? ଯେତେବେଳେ unnecessary gossip, time spent in unnecessary gossip is the cause of your old age. କୌଣସି ପ୍ରକାର ସେ ବୃଦ୍ଧ ହବ ନାହିଁ, ବୃଦ୍ଧ ହବାର କୌଣସି ସମ୍ଭାବନା ନାହିଁ। ହବ କେମିତି? ଅଯଥା ବୁଢା ହେଇଗଲେ, ବୟସ ବଢିଗଲେ ଲୋକ ବୃଦ୍ଧ ହୁଅନ୍ତି ନାହିଁ। ଟାଇମ ସ୍ପେଣ୍ଡ ଇନ୍ unnecessary gossip, ଅଯଥା ବାକ୍ୟ ବଳ କରିକି ଆଡେ ସାଡେ ଗପି ବାଜ୍ୟ କଥା ଗପିକି ଯୋଉ ସମୟ ଗୁଡାକ ନଷ୍ଟ କରୁଛି, ସେଇ ହଉଛି ଆପଣଙ୍କର ବାର୍ଦ୍ଧକ୍ୟର କାରଣ। ତୃତୀୟରେ କହିଲେ, ଆଚ୍ଛା ଟୋକାଟା ତ ବୁଢା ହେଇଯାଉଛି, ବୁଢାଟା କେମିତି ଟୋକା ହବ? ନା ହଁ ହବ, କିଛି ଅସୁବିଧା ନାହିଁ। ନା କେମିତି କଣ ହବ ମତେ ସେଇଟା ବୁଝା। ନା ବୁଝିବୁ? ନା ହଁ ଶୁଣ। ନା କଣ? If you will smile at life, life will smile at you. ବୁଝିବାକୁ ଚେଷ୍ଟା କରନ୍ତୁ, ବୁଝିବାକୁ ଚେଷ୍ଟା କରନ୍ତୁ। ଏ ଫିଲୋସଫି କୋଉଠି ଲେଖା ହେଇନି, କୌଣସି ଜାଗାରେ ଖୋଜିକିରି ବି ପାଇବେନି, ତା ଭିତରକୁ ଯିବାକୁ ପଡେ। କାରଣ ସେଇଥିପାଇଁ ମୁଁ ଆପଣଙ୍କୁ ବାରମ୍ବାର ସେଇ ଗୋଟିଏ କଥା କହେ। ଶ୍ରୀ ଅରବିନ୍ଦ ଯେତେବେଳେ ତାଙ୍କୁ ପଚରାଗଲା, କଣ ଆପଣ ଯାହା ଜାଣିଛନ୍ତି ସବୁ ଲେଖିକି ଗଲେ? ନା ନାଇଁ 10% ଲେଖିକିରି ଯାଇଛି। ସାଙ୍ଗେ ସାଙ୍ଗେ ପ୍ରଶ୍ନ ହେଲା, ହ୍ୱାଟ ଆବାଉଟ୍ 90%? ଯେତିକି ଲେଖି ତାକୁ ପଢିବାକୁ ଚେଷ୍ଟା କର, ତାକୁ ଆମେ ପଢିପାରୁନୁ। କିନ୍ତୁ ଯୋଉ 90% ନ ଲେଖିକିରି ଛାଡିଛନ୍ତି, ଯଦି 10% କୁ କମ୍ପ୍ଲିଟ୍ କରିଦେବେ, ତାହେଲେ 90% କଣ ଲେଖା ହେଇଥାନ୍ତା ତାକୁ ଖୋଜିବାକୁ ପଡିବ। ଶ୍ରୀ ଅରବିନ୍ଦ ମା ଅଛନ୍ତି ତାକୁ ଖୋଜିବା ପାଇଁ। କିନ୍ତୁ ଆମେ ଜୀବନ ସାରାରେ ଏଇଆକୁ ଜୀବନ ସାରା ଆମେ କେବଳ ବେସରେ ଠିଆ ହେଇଛୁ, ସମୁଦ୍ର କୂଳରେ ଠିଆ ହେଇଛୁ, କିନ୍ତୁ ଆମେ ପ୍ରକୃତିରେ ତାକୁ ଖୋଜିକିରି ପାଉନାହୁଁ। ତେଣୁ କଣ କହିଲେ? If you will smile at life, life will smile at you. ଏକ୍ସାମ୍ପଲ ତାକୁ ସେଇଟାକୁ ଏଲାବୋରେସନ କରନ୍ତୁ। କେମିତି କଣ ହଉଛି? ମନେ କରନ୍ତୁ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିବେ, ଆପଣ ସକାଳୁ ସକାଳୁ ଯାଇକି ବୁଲୁଥିବେ, ଗୋଟେ କାହାକୁ ଦେଖିବେ, ଅନେକ ଦିନର ଚିହ୍ନା ବନ୍ଧୁଟେ ଦେଖା ହେଇଗଲା, ତାକୁ ଦେଖିଦେଲେ, ସିଏ ହସିଦେଲା, ଆପଣ ହସିଦେଲେ, କୋଳାକୋଳି ହେଇଗଲେ, ଖୁସି ହେଇକିରି ଗଲେ। ତାପରେ ବିଦାୟ ନେଇଗଲେ, କାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବେ, ଏମିତି କଣ ଆସିକିରି ପହଞ୍ଚନ୍ତା କି ବାଟରେ ଆଉ ଥରେ ଦେଖା ହେଇଯାନ୍ତା, କିନ୍ତୁ ସେ କେବେ ଦେଖା ହବନି। ସମୟର ସମୟ, ଟାଇମ୍ ଆଣ୍ଡ ଟାଇଡ୍ ୱେଟ୍ ଫର୍ ନନ୍। ସେ ଆଉ ଦେଖା ହବ ନା, ପୁଣି ଦୁଃଖ କରିବେ, ଅନେକ ଦିନ ପରେ ବନ୍ଧୁଟା ଦେଖା ହେଇଥିଲା, ସେ ହୁଏତ ଆଉ ଥରେ ଦେଖା ହେଇଥାନ୍ତା, କିନ୍ତୁ ଖୋଜିଲେ ବି ଆଉ ମିଳିବନି, ସେଟା ଚାଲି ଯାଇ ସାରିଛି, ତାର ରାସ୍ତାରେ ଚାଲି ଯାଇ ସାରିଛି। ତେଣୁ କଣ କରିବେ? ମା କହୁଛନ୍ତି, ଆରେ ତୁ ତା ପାଇଁ ଗୋଡେଇକିରି କାହିଁକି ସମୟ ଗୁଡା ନଷ୍ଟ କରୁଛୁ, ମୁଣ୍ଡ ବାଡଉଛୁ? ନା କଣ? ତାକୁ ବଢେଇଲେ, ତାକୁ ଯଦି କୋଳାକୋଳି କଲେ କିଛିଟା ଦୁଃଖ ମିଳିବ, ସୁଖ ମିଳିବ, ଏଇ ଦୁଃଖ ସୁଖକୁ ନେଇକିରି ଜୀବନରେ ବଞ୍ଚିବୁ, କିନ୍ତୁ ଅମର ହେଇପାରିବୁ ନାହିଁ, ବୃଦ୍ଧଟା କେବେ ଯୁଗ କରିପାରିବୁନି। ନା କଣ କରିବୁ? ନା ତୋ ଭିତରେ ଯିଏ ଅଛି ତାକୁ ଦେଖି ହସୁନୁ। ମୋ ଭିତରେ କିଏ ଅଛି? ନା ଜୀବନ। ଜୀବନ ଜୀବନ ଜୀବନ, ପୁରୁଷର ଚିତ୍କାର, ଭଗବାନ ଭଗବାନ ଭଗବାନ, ଆତ୍ମାର ଉତ୍ତର। ଆରେ ତୋରି ଭିତରେ ଯିଏ ଅଛି, ଜୀବନ ଅଛି, ତାକୁ ଦେଖି ଟିକେ ହସୁନୁ। ତାକୁ ହସିଲା ମାନେ ଦେଖି କଣ ହବ? ନା ସିଏ ବି ତତେ ଦେଖି ହସିବା ଆରମ୍ଭ କରିବ। ପାର୍ଥକ୍ୟ ହଉଛି କଣ? ମର୍ଣ୍ଣିଂ ୱାକ୍ କେବଳ ସକାଳେ ଥରେ ଆସେ, ତାପରେ ଯଦି ପ୍ରତିଦିନ କେବେ ଗୋଟେ ଦେଖା ହବ, କିନ୍ତୁ ଜୀବନଟାକୁ ଦିନ ସହିତ ହସିବା ପାଇଁ, ତାକୁ ଦେଖି ବୁଝିବା ପାଇଁ, ବୁଝିବାସ ଦେବା ପାଇଁ କେବେ ଆଉ ହସିବା ଦରକାର ନାହିଁ। ତାହେଲେ କଣ କରିବାକୁ ପଡିବ? ଆନନ୍ଦରେ ଗୋଟେ କଣ କରିବାକୁ ପଡିବ? ତୁ ଯେତେ ଥର ହସିବୁ, ଯେତେବେଳେ ହସିବୁ, ସେ ସେତେ ଥର ହସିବ, ସେତେବେଳେ ହସିବା ଆରମ୍ଭ କରିବ। ତେଣୁ ତାକୁ ଖୋଜିବୁ ନାହିଁ, ତା ପାଇଁ ମୁଣ୍ଡ ଦେବାକୁ ନାହିଁ, କାରଣ ଜୀବନଟା ତୋର ତୋରି ଭିତରେ ଅଛି। ହେଲା, ଠିକ ଅଛି, ତାହେଲେ ମୁଁ ଜାଣିଲି ତଳକୁ ଖସି ଯାଉଥିଲି, ବର୍ତ୍ତମାନ ମୁଁ ବାଲାନ୍ସ ହେଇଗଲି, ଉପରକୁ ଉଠିଲେ କେମିତି? ବା ତାକୁ ମଧ୍ୟ କହିଛନ୍ତି ପ୍ରଭୁ, ତାକୁ ମଧ୍ୟ ଉଠାଉଛନ୍ତି। ତଳକୁ ଖସୁଥିଲୁ, କାନ୍ଦୁଥିଲୁ କାହିଁକି? ନା ତୋ ସାଙ୍ଗକୁ ଦେଖା କରୁଥିଲୁ, ପାଉନଥିଲୁ, ଏଇଥିପାଇଁ କାନ୍ଦୁଥିଲୁ। ନା ହଁ, ହସିଲୁ କାହିଁକି? କଣ ହସିବା କାନ୍ଦୁନାହୁଁ କି ହସୁନାହୁଁ କାହିଁକି? ନା କାହିଁକି? ନା ମୁଁ ଜୀବନକୁ ଦେଖି ହସିଲା ପରେ ଜୀବନଟା ମୋ ପାଖରେ ଅଛି, ତେଣୁ ମୋର ଭିତରେ ପ୍ରତ୍ୟୟଜାତ ହେଲା, ମୁଁ ଜାଣିପାରିଲି। କଣ ଜାଣିପାରିଲି? ନା ମୋ ଭିତରେ ଯୋଉ ଜୀବନ ଅଛି ତାକୁ ଖୋଜିବା ଦରକାର ନାହିଁ, ଆଉ ମୁଁ ଯେତେବେଳେ ହସିବି ସେତେବେଳେ ହସିବ। ପ୍ରତ୍ୟେକ କ୍ରିୟାର ସମସ୍ତ ସମାନ ଏବଂ ବିପରୀତ ପ୍ରତିକ୍ରିୟା ଅଛି। ମୁଁ ହସିଲେ ସିଏ ହସିବ। ଆଚ୍ଛା, ମା କହୁଛନ୍ତି ଆଉ ଟିକେ ଯାଉନୁ ଆଗକୁ। ନା କଣ ହବ? ଆରେ ସେଇ ତୁ ରୂପର ବଦଳେଇ ଦବ, ତୁ ରଙ୍ଗ ବଦଳେଇ ଦବ। ନା କେମିତି କଣ? ତୁ ଜୀବନକୁ ଥରେ ଦେଖି ହସିଲୁ, ସେ ତତେ ଥରେ ଦେଖି ହସିଦେଲା, ତୁ ଜୀବନରେ ହସ ଆସିଗଲା। ନା ହଁ, ଆରେ ତୁ ତାକୁ ଦେଖି ସବୁବେଳେ ହସିବା ଆରମ୍ଭ କରୁନୁ, ସେ ତତେ ଯେତେବେଳେ ସବୁ ଦେଖି ହସିବା ଆରମ୍ଭ କରିବ। ଜୀବନରେ ଯେତେବେଳେ ହସିବା ଆରମ୍ଭ କରିବ, ସେତେବେଳେ
କରିବ ନା କାନ୍ଦ ଆସିବନି, ଦୁଃଖ ଆସିବନି, ବାର୍ଦ୍ଧକ୍ୟ ଆସିବନି, ଜରା ଆସିବନି, ଯନ୍ତ୍ରଣା ଆସିବନି, ମୃତ୍ୟୁ ଆସିବନି। ଇଏ ଥିଓରି କେହି ଦେଇନଥିଲେ। ତେଣୁ ବୁଦ୍ଧଦେବ ଜାଣିଲେ ମୁଁ ତାହେଲେ ଯନ୍ତ୍ରଣାରେ ପଡ଼ିବି ନା, ହଁ ଠିକ ଅଛି ଆଗକୁ ଚାଲେ, ବୃଦ୍ଧ ହେଇଯିବି ନା, ହଁ ଚାଲିଲେ କିଛି ବାଟ। ବାଟରେ ଶୁଣିଲା ବେଳକୁ ଶୁଭୁଛି କଣ ନା ରାମ ନାମ ସତ୍ୟ। ପଚାରିଲେ ଆରେ ଇଏ କଣ ନା ମୃତକ ମରିଯାଇଛି। ମରିଯାଇଛି ମାନେ ଜୀବନ ନାହିଁ, ମରିଯାଇଛି। ପଚାରା ଜୀବନ କଣ? ପଚାରିଲା ଜୀବନ କଣ ନା ଏମିତି ଏକ ଶକ୍ତି ଦେଖି ଆପଣଙ୍କୁ ଚଲଉଛି ବୁଲଉଛି। ବର୍ତ୍ତମାନ ସେ ଜୀବନ ଶକ୍ତି ଯୋଉ ଇମ୍ପଲ୍ସଟା ଯେତେବେଳେ ବନ୍ଦ ହେଇଯିବ ସେତେବେଳେ ସେ କଣ କରିବ ନା ମରିବ। କାରଣ ଆତ୍ମା କଣ ସେଟାକୁ ବୁଝେଇ ପାରିଲେ ନା, ଜୀବନ ଶକ୍ତି ବୋଲିକିରି ବୁଝେଇଲେ, ଭାଇଟାଲ ଫୋର୍ସ ବୋଲି ବୁଝେଇଲେ। ସେ ଜାଣି ଯାଉଛି ଯେପର୍ଯ୍ୟନ୍ତ ଦୈବ ଦୌଡ଼ି ମଣିଷ ଗାଈ ଯେତିକି ଗୋଟାରେ ତେଣିକି ଗାଈ। ତେଣୁ ନେଇ ଯାଉଛି ଯୋଉଠି ନେଇକିରି ପହଞ୍ଚିବ ଯେପର୍ଯ୍ୟନ୍ତ ଟାଣି ଯାଉଥିବ ସେ ପର୍ଯ୍ୟନ୍ତ ଆପଣ ଜୀବନ ଜୀବନ୍ତ। ଆଉ ଯୋଉଦିନ ସେ ବନ୍ଦ କରିଦବ ଟାଣିବା ସେଇଦିନ ମରିଯିବା। ତାର ମୁଁ କଣ ମରିବି ନା ବାସୁଦେବୀ ଯାହା ସେଇ ଧ୍ରୁବ ମୃତ୍ୟୁ। ସିଏ ଜନ୍ମ ହେଇଛି ମୃତ୍ୟୁ ହଉଛି ଅବସମ୍ଭାବୀ, ସେ ମରିବ ହିଁ ମରିବ। ଚାଲେ ଯିବା ବାବା। ତିନିଟା ଜିନିଷକୁ ଦେଖିଲେ, ସବୁ ଯାକ ଛାଡ଼ିଦେଲେ, ରାଜ୍ୟକୁ ଛାଡ଼ିଦେଲେ, ସୁନ୍ଦରୀ ସ୍ତ୍ରୀକୁ ଛାଡ଼ିଦେଲେ, କୋମଳମତୀ ଛୁଆକୁ ଛାଡ଼ିଦେଲେ, ସବୁ ଯାକ ଛାଡ଼ି ଦେଇକି ଯାଇକିରି କଣ କଲେ ନା ତପସ୍ୟା କରିବା ଆରମ୍ଭ କଲେ। ବଟଦ୍ରୁମ ତଳେ ବସିକରି ବୋଧିଦ୍ରୁମ ତଳେ ତପସ୍ୟା କଲେ, ବୁଦ୍ଧତ୍ୱ ପ୍ରାପ୍ତ କଲେ। ଚିନ୍ତା କରି ଦେଖନ୍ତୁ ସବୁ ଯାକ ଠିକ ହେଇଗଲା। ଆଜି କଣ ରୋଗ ନାହିଁ, ଆଜି କଣ ବାର୍ଦ୍ଧକ୍ୟ ନାହିଁ, ଆଜି କଣ ଲୋକ କରୁନାହାନ୍ତି, ଆଜି କଣ ଯନ୍ତ୍ରଣା ଆସୁନାହିଁ, ଆଜି କଣ ସେଇ ଦୁଃଖର ସେଇ ଘନ ଘଟା ଆପଣଙ୍କ ଜୀବନକୁ ଚାରିପଟେ ଘୁରି ପଡୁନାହିଁ। ତାହେଲେ କାହିଁକି ସେ ରାଜ୍ୟ ଛାଡିକିରି ଯାଇଥିଲେ? କଣ ପାଇଁ ତାଙ୍କର ଅବତାରର ରହସ୍ୟ ଯାହାକୁ ଆପଣ ମନେ ରଖିଛନ୍ତି, ବୁଦ୍ଧଦେବ ଦୋଷ ଅବତାର ଭିତରେ ଯାଉଛନ୍ତି, କଣ ପାଇଁ ତାଙ୍କୁ ମନେ ରଖିବା? କାରଣ ୟାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କିନ୍ତୁ ଶ୍ରୀ ଅରବିନ୍ଦ ତାର ଉତ୍ତର ଆଣିକିରି ପହଞ୍ଚିଲେ। କଣ କହିଲେ ନା ମା ଆସିକିରି ପହଞ୍ଚିଛନ୍ତି, କିଏ ଏଇ ମା ନାହିଁ, ଏଇ ହେଉଛନ୍ତି ସେଇ ମା। କଣ କହିଲେ ନା ମୃତ୍ୟୁ ଆସିବ ନାହିଁ, ଯନ୍ତ୍ରଣା ଆସିବ ନାହିଁ, ମୁଁ ହଉଛି ମୋ ପାଇଁ ନୁହେଁ। ସେ ମା ଦିଟା ଚାରିଟା ଲାଇନ କହୁଛନ୍ତି, ଆପଣଙ୍କୁ ବୁଝେଇବି। କଣ କହୁଛନ୍ତି? ଭିକ୍ଟର ସ୍ପିରିଟ କନସିୟସ୍ ଅଫ ମାଇ ୱାର୍କ। ବୁଝନ୍ତି, ବୁଝିବାକୁ ଚେଷ୍ଟା କରନ୍ତୁ। ଏ ଭିକ୍ଟର ସ୍ପିରିଟ ମୁଁ ହଉଛି କଣ ନା ମୁଁ କେବେ ବି ମୋ ଜୀବନରେ ଏମିତି ଏକ ଆତ୍ମା ଯାହାର କେବେ ପରାଜୟ ନାହିଁ, ସର୍ବଦା ଯିଏ ବିଜୟ ଲାଭ କରେ, ମୁଁ ହଉଛି ବିଜୟୀ ଆତ୍ମା। କନସିୟସ୍ ଅଫ ମାଇ ଇମୋର୍ଟାଲିଟି, ଏଇଟା ତ ବିଜୟୀ ଆତ୍ମା। କିନ୍ତୁ ବିଜୟୀ ଆତ୍ମା ମୁଁ ନୁହେଁ ଯେ ଯେମିତି କଣ ଆଲେକ୍ସାଣ୍ଡର ଯେମିତି ଆସିକରି ଗ୍ରହଣ କରିନେଲେ, ସେ କଣ କଲେ ନା ସାରା ପୃଥିବୀ ବିଶ୍ୱ ବିଜୟୀ ଆଲେକ୍ସାଣ୍ଡର। ଦେଖୁଥିଲେ ମୁଁ ସେ ବିଶ୍ୱ ବିଜୟ ବିଶ୍ୱ ଉପରେ ବିଜୟ ଲାଭ କଲେ, କିନ୍ତୁ ମୃତ୍ୟୁ ଉପରେ ବିଜୟ ଲାଭ କରିପାରିଲେନି, ବାଟରେ ପଡିକିରି ମରିଗଲେ। ତେଣୁ ଏଇଭଳିଆ ଅବସ୍ଥା ଯୋଉ ଶୁଣିଲେ, କହିଲେ ମୁଁ ଏମିତି ଏକ ବିଶ୍ୱ ବିଜୟୀ ଆତ୍ମା ଯିଏକି କଣ କରୁଛନ୍ତି, କନସିୟସ୍ ଅଫ ମାଇ ଇମୋର୍ଟାଲିଟି ଆଇ ୱାର୍କ। ପୃଥିବୀରେ ଏପର୍ଯ୍ୟନ୍ତ ମୃତ୍ୟୁ, ଏପର୍ଯ୍ୟନ୍ତ ବିଶ୍ୱ ବିଜୟୀ କେବଳ ଜଣକୁ ଧରାଯାଏ, ସିଏ ହେଉଛନ୍ତି ଆଲେକ୍ସାଣ୍ଡର, ବିଶ୍ୱ ବିଜୟୀ ଆଲେକ୍ସାଣ୍ଡର। ଯେତେବେଳେ ତାଙ୍କ ପ୍ରଶ୍ନ ହେଇଥିଲା, ସେଇ ଯୋଉ ସୁନ୍ଦର ପ୍ରଶ୍ନ ମନେ ପଡିଥିବ, ଯେତେବେଳେ ମରିଯିବେ ସେତେବେଳେ କଣ କରୁଛନ୍ତି ନା ଗୋଟିଏ କାମ କରିବ ନା କଣ, ମୋ ହାତ ଦିଟାକୁ ଗୋଡ ଦିଟାକୁ ତଳକୁ ଝୁଲେଇ ଦବ। ଦୁଇ ପାଖରେ ଠିଆ ହେଇଥିବା ଲୋକମାନେ ଯିଏକି ମୋ ଉପରେ ଫୁଲ ଗୋଷ୍ଠୀ କରୁଥିବେ, ସେମାନେ ଯେତେବେଳେ ଦେଖିବେ ସଦାଧାର ବୁହା ହେଇକି ଯାଉଛି ଆଲେକ୍ସାଣ୍ଡର ଯାଉଛି, ସେତେବେଳେ ଅନ୍ତତଃ ସେ ଗୋଟିଏ ଜିନିଷ କହିବେ। କଣ କହିବେ ନା ବିଶ୍ୱ ବିଜୟୀ ଆଲେକ୍ସାଣ୍ଡର ଆସିଥିଲା ଖାଲି ହାତରେ, ଫେରି ଯାଉଛି ଖାଲି ହାତରେ। ଆରେ ସମସ୍ତେ ଆସନ୍ତି ଖାଲି ହାତରେ, ସମସ୍ତେ ଯାଆନ୍ତି ଖାଲି ହାତରେ, କିନ୍ତୁ ଯାହାଙ୍କ ଭିତରେ ସେ ବି ମଧ୍ୟ ଆସିଥିଲେ ଖାଲି ହାତରେ, ଫେରିଗଲେ ଖାଲି ହାତରେ। କିନ୍ତୁ ତାଙ୍କର ଗୋଟିଏ ଜିନିଷ ହେଲା କଣ, ତାଙ୍କ ପଛରେ ବିଶ୍ୱ ବିଜୟୀ ଲେଖା ହେଲା, ମୋ ବି ପଛରେ ବିଶ୍ୱ ବିଜୟୀ ଲେଖା ହେଇପାରିଲା ନା, ସେଇ ହେଉଛନ୍ତି ଆଲେକ୍ସାଣ୍ଡର। ତେଣୁ ଏଠି ଆସିକି ପହଞ୍ଚିଲେ କଣ ନା ବିଶ୍ୱକୁ ବିଜୟ ଲାଭ କରିଦେଲେ, କିନ୍ତୁ ଗୋଟିଏ ଜିନିଷ କରିପାରିଲେ ନା, ମୃତ୍ୟୁ ଉପରେ ବିଜୟ ଲାଭ କରିପାରିଲେ ନାହିଁ। ସେକୁ କିନ୍ତୁ ମା କହିଲେ ମୁଁ ହଉଛି ସେ ପରମ୍ପରାକୁ ଭାଙ୍ଗି ଦେବା ପାଇଁ ଆସିଛି, କାରଣ ମୁଁ କିଏ ତୁମେ ଜାଣିନ। ଇଏ ସେତେବେଳେ ଇଏ ମା ଯୋଉ ଆଲୋଚନା କରୁଛନ୍ତି, କଣ କହୁଛନ୍ତି, ଭିକ୍ଟର ସ୍ପିରିଟ କନସିୟସ୍ ଅଫ ମାଇ ଇମୋର୍ଟାଲିଟି ଆଇ ୱାର୍କ। ଏଇ ହଉଛନ୍ତି ମା, ଯାହାର ଜନ୍ମଦିନ ପାଳନ କରିଛନ୍ତି, ଯାହାଙ୍କର ଗୋଲ୍ଡେନ ଡେ ପାଳନ କରିବାକୁ ଯାଉଛନ୍ତି। ସୁନ୍ଦର ସୁନ୍ଦର ଟପିକ ଥିଲା, ମୁଁ ଜାଣିନି ହଠାତ୍ ଆଲୋଚନା କଲି, କିନ୍ତୁ ଆପଣଙ୍କ ପାଇଁ ବହୁତ ବଡ ବଡ ଟପିକ ରହିଥିଲା। ହୁଏତ ଯଦି ମୁଁ ଆଜି ଭୁବନେଶ୍ୱରରେ ଥାନ୍ତି, କିନ୍ତୁ ସେ ଆଲୋଚନା ଆମେ କରିପାରିଥାନ୍ତେ। ଗୋଲ୍ଡେନ ଡେ ଇଏ ସିଏ ବହୁତ ବଡ ବଡ ଟପିକ ଥିଲା, କିନ୍ତୁ ଯାହା ହଉ ୟାକୁ ବି ଶୁଣନ୍ତୁ, ଆ ଭିତରକୁ ଯାଆନ୍ତି। ଇଏ ବି ମଧ୍ୟ ଏକ ଅଙ୍କର ଅନ୍ୟ ଏକ ଯବନିକା ଭିତରକୁ ଆମେ ଯାଉଛନ୍ତି। ତେଣୁ କଣ କହିଲେ, ଏ ଭିକ୍ଟର ସ୍ପିରିଟ କନସିୟସ୍ ଅଫ ମାଇ ଇମୋର୍ଟାଲିଟି ଆଇ ୱାର୍କ। ସିଏ ଯୋଉ ଭିକ୍ଟର ଥିଲେ କଣ ନା ମନପ୍ରାଣ ଶରୀରରେ ଥିବା ଭିକ୍ଟର, ମୃତ୍ୟୁକୁ ବିଜୟ ଲାଭ କରିପାରିଲେନି ଏବଂ ମୃତ୍ୟୁ ମରିଗଲେ। ତାକୁ ମଧ୍ୟ ତାପରେ ମଧ୍ୟ ଆପଣ ଯେମିତି ଯୋଉ ବାଜିରାଉତ ଛୋଟା ଶୁଣନ୍ତି, ଛୋଟା ପୁଣି ଏଠେ ସେ ବିରାଟ ଜୀବନ ପାରିଲାଣି ରଖି ତାଙ୍କୁ ମୃତ୍ୟୁ ପୁଣି ଛାଡ଼ିଦେଲା ବାଟ, ଏଠୁ ଶୁଣିଛନ୍ତି। ସେଠି ସେ ଚାଲିଗଲେ, କିନ୍ତୁ ମା କହୁଛନ୍ତି ମୁଁ ଏଠୁ ଛାଡିକିରି ଯିବା ପାଇଁ ଆସିନାହିଁ, ମୁଁ ହଉଛି ଅମର, କନସିୟସ୍ ଅଫ ମାଇ ଇମୋର୍ଟାଲିଟି। ମୋ ଅମରତ୍ୱ ବିଷୟରେ ମୁଁ ବେଶ ମତେ ପରିଚୟ ଅଛି, ମୁଁ ଜାଣିଛି, ସଚେତନ। ତେଣୁ ମୁଁ ଆଇ ୱାର୍କ। ତାପରେ ପୁନର୍ବାର ମା କହୁଛନ୍ତି, କିଏ ଏଇ ମା ବୋଲି କହୁଛନ୍ତି ନା, ହଁ ଶୁଣନ୍ତୁ କିଏ ଏଇ ମା କଣ କହୁଛନ୍ତି, I am a deputy of the aspiring world। ଏଇ ହେଉଛନ୍ତି ଆପଣଙ୍କର ମା, ଏଇ ହେଉଛନ୍ତି ଆପଣଙ୍କର ପ୍ରଭୁ।
ପଢନ୍ତୁ ପଢନ୍ତୁ ପଢନ୍ତୁ। ଯେତେ ଗଭୀର ଭିତରକୁ ପଶିବ ସେତେ ନୂଆ ନୂଆ ଚେତନା ଖୋଲିବା ଆରମ୍ଭ କରିବ। ନିଜେ ମା କହୁଛନ୍ତି, ତାଙ୍କର ପରିଚୟ ଦଉଛନ୍ତି, କଣ କହୁଛନ୍ତି? I am a deputy of the aspiring world. ସମସ୍ତଙ୍କର ନୁହେଁ, ଯୋଉ ପୃଥିବୀଟା ଆସ୍ପୃହା କରୁଛି ଅର୍ଡିନାରୀ ଲୋକଙ୍କ କଥା, ଡିଜାୟାର କରୁଥିବା ଲୋକଙ୍କ କଥା କହିଲେ ନାହିଁ। ଡିଜାୟାର ତ ସବୁବେଳେ କରୁଛନ୍ତି, ହାଟି ଘୋଡା ନେଇ ମୋ ପାଇଁ ଚଳି ବଜେଇ ମନ୍ଦିରକୁ ଯାଉଛନ୍ତି କେବଳ। କିନ୍ତୁ ଆସ୍ମା କେବଳ 4ଟା ଜିନିଷ ପାଇଁ କରାଯାଏ। ଆମେ ତାର 5ମ ଜିନିଷ ଯୋଡ଼ିଛୁ। ଲାଇଟ୍ ଡିଭାଇନ୍ ଶ୍ରୀ ଅରବିନ୍ଦ ବୁଝେଇଛନ୍ତି, ଫ୍ରିଡମ୍, ଇମୋର୍ଟାଲିଟି, ଗଡ୍ ଆଉ ଲାଇଟ୍। ଫ୍ରିଡମ୍, ଇମୋର୍ଟାଲିଟି, ଗଡ୍ ଆଉ ଲାଇଟ୍, ଏଇ 4ଟା ଜିନିଷ ପାଇଁ ଯଦି ଆପଣଙ୍କର ଆପଣ ଆସ୍ପୃହା କରୁଛନ୍ତି, ସେଇ 4ଟାକୁ ଛାଡି ଯାହା ଅଲଗା ଯାହା ଲାଗୁଛନ୍ତି ସିଏ ହଉଛି ଡିଜାୟାର ଭିତରେ ଯାଏ। କିନ୍ତୁ 5ମ ଜିନିଷ ଶ୍ରୀ ଅରବିନ୍ଦକୁ ଯୋଡ଼ିଲେ ଆମେ ତାକୁ ଯୋଡୁ, ଶ୍ରୀ ଅରବିନ୍ଦକୁ ଆମେ ତାକୁ ଯୋଡ଼ିଛୁ, ଯାହା ହଉଛି ବ୍ଲିସ୍ ବା ଆନନ୍ଦ। କିନ୍ତୁ ଏଇ ଯୋଉ ଜିନିଷ କହିଲେ ମା କହୁଛନ୍ତି କଣ? I am a deputy of the aspiring world. ଈଶ୍ୱର ଯୋଉ କହୁଛନ୍ତି ଆସ୍ପୃହାବନ୍ତ ପୃଥିବୀର ମୁଁ ହଉଛି କଣ? ନାଇଁ ତ ପ୍ରତିଭୁ। କଣ କରିବାକୁ ଏଠିକି ଆସିଛି? ମୁଁ ତାଙ୍କ ରିପ୍ରେଜେଣ୍ଟେଟିଭ କହୁଛି, ଠିକ ଅଛି, ତେଣୁ କଣ କରିବାକୁ ଆସୁଛି? ମାଇ ସ୍ପିରିଟ୍ ଲିବର୍ଟି ଆଇ ଆସ୍କ ଫର ଅଲ୍। କଳ୍ପନା କରି ଭାବନ୍ତୁ ମା ହଉଛନ୍ତି କିଏ ସେ? ମାଇ ସ୍ପିରିଟ୍ ଲିବର୍ଟି, ଆପଣ କଣ ତାକୁ ବୁଝିବେ? ଆଜି ଦେଖନ୍ତୁ କଣ ବୁଝିବେ? ମାଙ୍କ ଭିତରେ ଗୋଟେ, ସମସ୍ତଙ୍କ ଭିତରେ ଗୋଟେ ଆତ୍ମା ଅଛି, ସେଇ ଆତ୍ମା ମାଙ୍କ ଭିତରେ ଅଛି। ମା ବର୍ତ୍ତମାନ ଆତ୍ମାର ଯୁକ୍ତ ଲିବର୍ଟି କହୁଛନ୍ତି, ତା ପୂର୍ବରୁ କଣ ବଣ୍ଡେଜ୍ କଥା କହୁଛନ୍ତି। ତେଣୁ ତାକୁ ଆପଣ ଦେଖିଛନ୍ତି ସ୍ପିରିଟ୍ ଫ୍ରିଡମ୍ ଆଣ୍ଡ ଗ୍ରେଟନେସ୍। ସ୍ପିରିଟ୍ ଟା ବାହାରକୁ ଆସିବା ଆରମ୍ଭ କରିବ, ତାର ରିଲିଜ୍ ହବା ଆରମ୍ଭ କରିବା ଦରକାର, କସ୍ମିସାଇଜେସନ ହବ। ମାନେ ବିଭିନ୍ନ ପ୍ରକାର ଶବ୍ଦ ଆପଣ ପଢିଛନ୍ତି, ତାକୁ ଆପଣ ମାନେ ଆଲୋଚନା ମଧ୍ୟ କରିଥିବେ। ମୁଁ ଭାବୁଛି ମୁଁ ତାରକୁ ଯାଉନି। କିନ୍ତୁ ଏଠି ଯେତେବେଳେ ଆମେ କହୁଛନ୍ତି ଆମେ କହୁଛନ୍ତି ମାଇ ସ୍ପିରିଟ୍ ଲିବର୍ଟି ଆଇ ଆସ୍କ ଫର ଅଲ୍। ପ୍ରଥମଟାକୁ ଦେଖନ୍ତୁ, ସେକେଣ୍ଡଟାକୁ ଛାଡି ଦେଇଥାନ୍ତୁ। ମାଇ ସ୍ପିରିଟ୍ ଲିବର୍ଟି ଆଇ ଆସ୍କ, ତାମାନେ ମୋର ଆତ୍ମାଟା ବନ୍ଦୀ ହେଇକି ରହିଛି, ମୁଁ ତାକୁ ମୁକ୍ତି କରିବି। କିନ୍ତୁ ଫର ଅଲ୍ ଲେଖିଛନ୍ତି ସେପଟରେ। ଫର ଅଲ୍ ମାନେ ମୋର ଆତ୍ମା ସମସ୍ତଙ୍କ ଭିତରେ ଯାଇକି ରହିଛି, ସବୁ ଯାକ ଆତ୍ମା ବନ୍ଦୀ ଅବସ୍ଥାରେ ହେଇଛି, ମୁଁ ତାର ମୁକ୍ତି ଚାହୁଁଛି। ଯେମିତି କହିଲେ କଣ, ଆପଣଙ୍କୁ ଯେତେବେଳେ ସୋଲ୍ କଥା କୁହାଯାଏ, ସୋଲ୍ ଟା କଣ ମତେ ବୁଝାନ୍ତୁନି? ସ୍ପାର୍କ ଅଫ୍ ଦ ଆବସଲ୍ୟୁଟ୍। ସିଦ୍ଧାନ୍ତ ସ୍ପାର୍କ ଅଫ୍ ଦ ଆବସଲ୍ୟୁଟ୍, ସୁପ୍ରିମଙ୍କର ଗୋଟେ ହଉଛି ସ୍ପାର୍କ। ତେଣୁ ଇଏ ବୋଧେ ସୁପ୍ରିମ କିଏ ସେଟା ମୁଁ କହିପାରିବିନି। ମା ଏଇଠି ଆପଣଙ୍କୁ କହିବାକୁ ଚେଷ୍ଟା କଲେ, ବୁଝେଇଦେଲେ। ମାଇ ସ୍ପିରିଟ୍ ଲିବର୍ଟି ଆଇ ଆସ୍କ ଫର ଅଲ୍। ଆରେ ତୁମେ ତୁମ ଲିବର୍ଟି କଥା କୁହ, କିଛି ଅସୁବିଧା ନାହିଁ, କିନ୍ତୁ ଫର ଅଲ୍ କାହିଁ କହୁଛ? ନା ଯୋଉ ସ୍ପିରିଟ୍ ରହୁଛନ୍ତି ସବୁ ଗୁଡା କହୁଛି କଣ ନା ମୋରି ଠାରୁ ସୃଷ୍ଟି ହେଇଛି, ସମସ୍ତଙ୍କର ମୁକ୍ତି ବନ୍ଦୀ ହେଇକି ରହିଛି, ତାଙ୍କର ଲିବରେସନ ଦରକାର, ମୁଁ ଡିମାଣ୍ଡ କରୁଛି। ଏଇଆ ହବା କଥା ତାର। ଏ ହଉଛନ୍ତି ମା। ଆଉ ଟିକେ ଆଗକୁ ଯିବା। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି, ଆଚ୍ଛା ମା, ପୃଥିବୀର ସମସ୍ୟା କଣ ତୁ କଣ ଜାଣିନୁ? ନା ପ୍ରଭୁ କଣ ଜାଣିନଥିଲେ? ନା ଜାଣିଥିଲେ, ମୁଁ ବି ଜାଣିଛି। ହେଲେ ପୃଥିବୀର ସମସ୍ୟା କଣ? ରୁଟି କପଡା ମକାନ ଯୋଉଠିକି ନେଇକି ଆସିଛନ୍ତି, ଏ ପୃଥିବୀର ସମସ୍ୟା ରୁଟି କପଡା ମକାନ ନୁହେଁ। କାହିଁକି? ଗୋଟେ ଲୋକକୁ ମନେ କରେ କେବେ ତୁ କଣ କରିବ? ରୁଟି କପଡା ମକାନ। ଜଣେ କହିବ ତତେ ମେଫେୟାରରେ ଖାଇବାକୁ ଦେବି, କିନ୍ତୁ ଗୋଟେ ଅନ୍ଧାର ଘରେ ରଖିବି, ଦରକାର ନାହିଁ। ନା କଣ ନା ମୋର ଲାଇଟ୍ ଦରକାର। ଆଉ ଜଣଙ୍କ ଭିତରେ କଣ କିଛି କପଡା ନା? ହଁ, ତାହେଲେ ତତେ ରେମଣ୍ଡ ସୋରୁମରେ ପୁରେଇଦେବି, ତାପରେ ଗୋଟେ ଆସିକି ପହଞ୍ଚିବୁ, କଣ କରିବୁ? ନା ତତେ କାହା ସହିତ ମିଶିବାକୁ ଯିବନି। କହିଲା ନାଇଁ, ମୋର କଣ ହଉଛି ନା ମୋର ଜୀବନ ଦରକାର, ମୁଁ ସମସ୍ତଙ୍କ ସହିତ ମିଶିବା ଦରକାର, ଲାଭ ନାହିଁ। ତାପରେ କହୁଛନ୍ତି ମକାନ, ଗୋଟେ ବିରାଟ ଘର ଦେଇଦେବି, ସେ ଘରଟା ଅନ୍ଧାର କରିଦେବି, ତା ଭିତରେ ଚଳିବୁ। ନହେଲେ ତାକୁ ନେଇକି ତତେ ଠେଲିଦେବି, ଯୋଉ ଦିନ ତୋର ଏନ୍ଜୟ କରିଥାକୁ ତାକୁ ମାରିଦେବି, ତା ଭିତରେ ପଡି ମରିବୁ। କହିଲା ନାଇଁ, ମୋର ଦରକାର ନାହିଁ, ମୋର ଲାଇଫ୍ ଦରକାର। ଆରେ ରୁଟି କପଡା ମକାନ ତୋର ଦରକାର ହଉଥିଲା, ବର୍ତ୍ତମାନ ଲାଇଟ୍, ଲଭ୍ ଆଉ ଲାଇଟ୍ କେମିତି ଦରକାର ହେଲା? କାରଣ ମନୁଷ୍ୟର ଗତି, ଯୋଉ ପରିଶକ୍ତି ଏବଂ ତାର ଯୋଉ ଠିକଣା, ତାର ଯୋଉ ଏମ୍, ପ୍ରତି ମୁହୂର୍ତ୍ତରେ ବଦଳେ। ତେଣୁ ଏଠି ଆସି କେତେବେଳେ ପଚାରୁଛନ୍ତି ମା ଲୋ ନା କଣ କଣ ବୁଝିପାରୁନୁ? ମୁଁ ପଚାରୁନି, ଶ୍ରୀ ଅରବିନ୍ଦ ପ୍ରଭୁ ନିଜେ ପଚାରୁଛନ୍ତି। ମା ତାକୁ କହୁଛନ୍ତି କଣ ହଉଛି ନା 2ଟା ସମସ୍ୟା ହେଇଛି। ପ୍ରଥମ ସମସ୍ୟା ହେଇଛି ଆବହମାନ, ମନେ ରଖିବାକୁ ଚେଷ୍ଟା କରନ୍ତୁ, କାରଣ ମୁଁ ସମୟରେ ବୁଝେଇ ପାରିବିନି। ଗୋଟିଏ ଧାଡି 2 ଧାଡି ଗୋଟେ ବୁଝେଇବା ମୋ ପାଇଁ ସମ୍ଭବ ହଉନି ଗୋଟେ ଘଣ୍ଟାରେ। ତେଣୁ ଯେ ସବୁ ଯାକ ଆପଣଙ୍କୁ ବୁଝେଇଦେବି, କିନ୍ତୁ ସମୟ ଭିତରେ ଯେତିକି ଆମେ ଚାଲିପାରିବା ସେତିକି ହଉଛି ଆମେ ଶୁଣିବା। କଣ କରୁଛନ୍ତି? ପ୍ରଥମେ କହୁଛନ୍ତି ମା କହିଲେ, ତାହେଲେ କଣ କରିବାକୁ ପଡିବ? ଆସିକରି ଆବହମାନ କାଳକୁ ଆଦି କରୁଛନ୍ତି। ଆ ମାନେ ପର୍ଯ୍ୟନ୍ତ, ଆ ମାନେ ହଉଛି ଠାରୁ। ସଂସ୍କୃତରେ ଏ ଶବ୍ଦ ରହୁଛି ହଉଛି ମାନେ ପର୍ଯ୍ୟନ୍ତ ଠାରୁ। ଆବହମାନ କାଳରୁ କାଳ ଯେପର୍ଯ୍ୟନ୍ତ ସୃଷ୍ଟି ହେଲାଣି ଆଜି ପର୍ଯ୍ୟନ୍ତ, ଏବଂ ତା ଆଗକୁ ଯେତେବେଳେ ଥିବ, 2ଟା ଜିନିଷ ଭିତରେ ଲଢେଇ ଚାଲିଛି। ଯିଏ ହଉଛି ସେ 2ଟା ଜିନିଷ, ଗୋଟେ ହଉଛି ପ୍ରେମ, ଆଉ ଗୋଟେ ହଉଛି ମୃତ୍ୟୁ। ପ୍ରେମ ସବୁବେଳେ ବାହାରୁଛି, ନା ତଥାପି ଲଢୁଛି, ଆଉ ମୃତ୍ୟୁ ସବୁବେଳେ ଜିତୁଛି। ମୁଁ ଆସିକିରି ପହଞ୍ଚି, ଯେମିତି କାହାର ନା ବାଳି ଆଉ ସୁଗ୍ରୀବଙ୍କର ଲଢେଇ ହୁଏ, ବାଳି ସବୁବେଳେ ଜିତନ୍ତି, ମାରିକିରି ହାଡ ଫାଡ ଭାଙ୍ଗି ଦିଅନ୍ତି, ସୁଗ୍ରୀବ ସବୁବେଳେ ହାରେ। ତାକୁ ଜିତେଇବା ପାଇଁ ସୁଗ୍ରୀବ ସପକ୍ଷରେ ରାମଚନ୍ଦ୍ର ଯେମିତି ଯାଇକିରି ଲଢେଇ କଲେ, ଆଉ ପଛରୁ ପ୍ରହାର କଲେ, କାରଣ ଯଦି ଆଗକୁ ଯିବେ 50% ପାୱାରଟା ବାଳିକି ନଷ୍ଟ ହେଇଯିବ। ତେଣୁ ଅପୋନେଣ୍ଟର
ସୁଗ୍ରୀବକୁ ଜିତିବା ପାଇଁ ରାମଚନ୍ଦ୍ର ଯେମିତି ବାଲିର ସହାୟତା କରିଥିଲେ ପକ୍ଷ କରିଥିଲେ, ପାଣ୍ଡବଙ୍କୁ ଅର୍ଜୁନକୁ ଜିତିବା ପାଇଁ ଯେମିତି କୃଷ୍ଣ ସେଠି ସହାୟତା କରିଥିଲେ, ସେମିତି ପ୍ରେମକୁ ଜିତିବା ପାଇଁ ମା ପ୍ରଭୁ ଆସିକିରି କଣ କଲେ, ମା ଆସିକିରି ପହଞ୍ଚନ୍ତି, ସାବିତ୍ରୀ ଆସିକିରି ପହଞ୍ଚିଲେ, ତାହା କଣ କଲେ ନା ପ୍ରେମ ସପକ୍ଷରେ ମୃତ୍ୟୁ ବିରୁଦ୍ଧରେ ଲଢେଇକିରି ତାକୁ ସବୁ ହରେଇ ଦେଲେ। ଏହା ହଉଛି କଥା। କିନ୍ତୁ ତା ପରବର୍ତ୍ତୀ କଥାରେ କହୁଛନ୍ତି ମା ନିଜେ କହୁଛନ୍ତି ପୃଥିବୀର ସମସ୍ୟା କଣ। ତାଙ୍କ ଲାଇନରୁ ଆମେ ଗୋଟେ ଦିଟା ଲାଇନ ଦେଖିବା। କଣ କହୁଛନ୍ତି? ହାଉ ସାଲ୍, ସୁନ୍ଦର ଭାବରେ ମନେ ରଖନ୍ତୁ, ହାଉ ସାଲ୍ ଦାଏ ମାଇଟି ସ୍ପିରିଟ୍। ମୁଁ ଜାଣିନି ଆପଣ ଶ୍ରୀଅରବିନ୍ଦଙ୍କୁ କେମିତି କଣ ଉପରେ ଦେଖିଛନ୍ତି, କଣ କେମିତି ସତ୍ୟ ତାଙ୍କର ପାର୍ଟ ବା ତାଙ୍କର କଣ ପାଇଛନ୍ତି, କିନ୍ତୁ ନିଜେ ମା ଶ୍ରୀଅରବିନ୍ଦଙ୍କୁ କହୁଛନ୍ତି ହାଉ ସାଲ୍ ଦାଏ ମାଇଟି ସ୍ପିରିଟ୍ ଗ୍ରୁପ୍ ରିପୋର୍ଟସ୍। ମାଇଟି ସ୍ପିରିଟ୍ ଗ୍ରୁପ୍ ରିପୋର୍ଟ ଧୀରେ ଧୀରେ ଶବ୍ଦ ହେଇକି ରହିଯିବ କେମିତି, ଚାହିଁକି ରହିପାରିବନି, କଣ ପ୍ରୋବ୍ଲେମ ହେଇଛି? While death is still unconquered now, କିଛି ସମୟ ପୂର୍ବରୁ ବୁଦ୍ଧଦେବଙ୍କ କଥା କହୁଥିଲି। ମା ଏବେ ଅନେକ ବର୍ଷ ପରେ ଆସିକରି କୋଣରେ ଶ୍ରୀଅରବିନ୍ଦ ଲେଖୁଛନ୍ତି while death is still unconquered now, ଏପର୍ଯ୍ୟନ୍ତ ମୃତ୍ୟୁ ଉପରେ ବିଜୟବାନ ଆଦର୍ଶିତ କେହି କରିପାରିନାହାନ୍ତି। and time a field of suffering and pain, ଯୋଉ ସମୟ ଭିତରେ ଯୋଉ କାଳ ଭିତରେ ଆମେ ବଞ୍ଚିଛୁ ସେ ହଉଛି କଣ ନା ଯନ୍ତ୍ରଣା ଜର୍ଜରିତ। ତେଣୁ ସେଭଳିଆ ଅବସ୍ଥାରେ ସେଇଭଳି ଏକ ପୃଥିବୀ ଭିତରେ ତୋର ଯୋଉ ଆନନ୍ଦ, ଯୋଉ ଦିବ୍ୟ ସତ୍ତା ତ କେମିତି ତୀର ହେଇକି ରହିବ? ତାପରେ ପ୍ରଭୁ କହୁଛନ୍ତି ଆମେ ତ ମାଆକୁ କୋଉ ଉପରେ କିଏ ଦେଖିଛୁ ଅଲଗା କଥା, ପ୍ରଭୁ ଦିଟା ଲାଇନ ଦେଖୁଛନ୍ତି। ଏଇ ଯୋଉ ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ ସବୁଯାକ ଶ୍ରୀଅରବିନ୍ଦ ହିଁ ଦେଖିଛନ୍ତି। କିନ୍ତୁ ସେ ତାଙ୍କର ଅରିଜିନାଲ ଭଏସ ଶୁଣନ୍ତୁ, ଶ୍ରୀଅରବିନ୍ଦ ମାଆଙ୍କୁ କୋଉ ରୂପରେ ଦେଖିଛନ୍ତି ଶୁଣନ୍ତୁ। ଦିଟା ଲାଇନ କହୁଛି। ଆଇ ଶ୍ରୀଅରବିନ୍ଦ କୌଣସି ଜାଗାରେ ଆଇ ଉପରେ ରେୟାରଲି ୟୁଜ କରିଛନ୍ତି, ବହୁତ କମ ଜାଗାରେ ପାଇବେ, ଅଛି ତ ନିଶ୍ଚିତ, ବହୁତ କମ ଜାଗାରେ ପାଇବେ। ଯେମିତି ଆପଣ ସେ ସନେଟ ପଢିଥିବେ, ସେଥିରେ କଣ ଲେଖିଛନ୍ତି? ଜୀର୍ଣ୍ଣ ବସ୍ତ୍ରରେ ମୁଁ ଭଗବାନ, ଜୀର୍ଣ୍ଣ ଦେହରେ ମୁଁ ଭଗବାନ, ଛିନ୍ନ ବସ୍ତ୍ରରେ ମୁଁ ଭଗବାନ। Even in works I am God, alone I am divine. I triumph when downtrod, long I live when slain. ସେଠି ଯେଥର ଆଇ ଲଗେଇଛନ୍ତି। ଏଠି କଣ କହୁଛନ୍ତି? ଆଚ୍ଛା ମା ପ୍ରଭୁ ନା କଣ ମାଙ୍କୁ ଆପଣ କଣ ଦେଖିଥିଲେ, ଗଲେ ସେଠି ଯାଇକି ପହଞ୍ଚିଲେ, ଦର୍ଶନ କଲେ, ସବୁ ଠିକ ହେଇଗଲା ନା? ହଁ, ମତେ ଗୋଟିଏ କଥା କହିଲୁ ନା କଣ? ଆଚ୍ଛା ମାଙ୍କୁ ଠାରୁ ଆମେ ତ ଦେଖିପାରୁନୁ, ଆମେ ତ ଆମ ଆଖି ହଉଛି କଣ ମାନେ ଯୋଉ ଯାହାକୁ କହନ୍ତି ଇନ୍ଦ୍ରିୟରେ ଆସକ୍ତ ହେଇଛି, ଆମେ କେବେ ଦେଖିପାରୁନୁ। ଆପଣ ଯଦି ଅବିକୃତର ରାଜ୍ୟକୁ ଯାଇଛନ୍ତି, ସେଠି ଯାଇକି ମାଆଙ୍କୁ ଦେଖିଛନ୍ତି, କଣ ଆପଣ ମାଆଙ୍କୁ ଦେଖିଲେ ଟିକେ ଆମକୁ କୁହନ୍ତୁ। ସେଇ ଏକ୍ସପିରିଏନ୍ସ ମତେ ଟିକେ ଦରକାର। ଶ୍ରୀଅରବିନ୍ଦ ବର୍ଣ୍ଣନା କରୁଛନ୍ତି who have seen, ଚିନ୍ତା କରନ୍ତୁ ୱାର୍ଡିଂ ଗୁଡାକ ଦେଖନ୍ତୁ, କମାଣ୍ଡିଂ ଲାଙ୍ଗୁଏଜ। ଯେତେବେଳେ ମଦର୍ସ ଭଏସ, ମଦର୍ସ କମାଣ୍ଡ ଯେତେବେଳେ ଶୁଣିଥିବେ, ସେତେବେଳେ ସେଇଭଳିଆ ଦେଖୁଛନ୍ତି। ମା ଏଠି କହୁଛନ୍ତି, ଶ୍ରୀଅରବିନ୍ଦ ଲେଖୁଛନ୍ତି I who have seen, ମୁଁ ଯିଏକି ଦେଖିଛି, କଣ ଦେଖିଛି? behind the cosmic mask, ଗୋଟିଏ ସାଧାରଣ ଆବରଣ ତଳେ ଯୋଉଟା ମୂର୍ଖା ଦେଇଥିବେ, ମାସ୍କ দিয়ে ପକେଇକି ମୁଁ ତା ତଳେ ନୁହେଁ, behind the cosmic mask, ଜଗତର ଯୋଉ ବିବର୍ତ୍ତନ ଅଛି, ଜଗତର ଯୋଉ ମୂର୍ଖା ପଡିଛି ଆବରଣ, ତାର ପଶ୍ଚାତକୁ ଭେଦ କରିକି ମୋ ମାଙ୍କର ଦୁଇଟା ଜିନିଷ ଦେଖିଛି। କୋଉ ଜିନିଷ ଦିଟା ଦେଖିକିରି ଆସିଲ? ନା ଗ୍ଲୋରି ଆଣ୍ଡ ବିୟୁଟି ଅଫ ଦାଇ ଫେସ୍। କଳ୍ପନା କରିପାରୁଛନ୍ତି? କଳ୍ପନା କରିପାରୁଛନ୍ତି? ଦକ୍ଷିଣକୁ ଯେତେବେଳେ ପଚାରିଥିଲା ସେଟା କଣ, ମୁଁ ଆପଣଙ୍କ ପାଦ ବ୍ୟତୀତ ଅନ୍ୟ କିଛି ଦେଖି ନାହିଁ। ପ୍ରଭୁ ନିଜେ ଯାଇକରି କହୁଛନ୍ତି ଅଜିତଙ୍କର କଣ ଦେଖିଲ? ଗ୍ଲୋରି ଆଣ୍ଡ ବିୟୁଟି ଅଫ ଦାଇ ଫେସ୍, ସେଇ ମହିମାକୁ ଦେଖିଛି, ସେଇ ସୌନ୍ଦର୍ଯ୍ୟକୁ ଦେଖିଛି, ମୁଁ ତତେ ଦେଖି ସାରିଛି। ସେଇ କଥା ବର୍ଣ୍ଣନା କରିସାରିଲା ପରେ ମା ତାଙ୍କୁ କହୁଛନ୍ତି ମୁଁ ଏଇ ମା, ମୁଁ ତତେ ଆଶୀର୍ବାଦ କରିଛି। ନା କଣ କରିବି? କଣ କି ଆଶୀର୍ବାଦ ନେବୁ? ଶ୍ରୀଅରବିନ୍ଦଙ୍କର ଆଉ ଗୋଟେ ସଂଜ୍ଞା ହଉଛି କଣ ନା ପୂରଣ। ମାନେ କଣ? ଦିଟା ଶବ୍ଦ ଆପଣ ପାଇଥିବେ। କଣ ହଉଛି? ଗୋଟିଏ ହଉଛି କ୍ରନ୍ଦନ, ଗୋଟିଏ ହଉଛି ଚିତ୍କାର। I have heard ମାନେ ଅନାଦି ଅରବିନ୍ଦ ତାଠାରୁ ମୁଁ ତୋର ଚିତ୍କାର ଶୁଣୁଛି, ତୋର କ୍ରନ୍ଦନ ଶୁଣୁଛି। ତୁ ନିଜ ପାଇଁ ଏଠିକି ଆସିଲୁ, ହାତୀ ନେ, ଘୋଡା ନେ, ମୋ ପାଇଁ କାଳେ ବଜେଇଥିଲି, ମାଗିବାକୁ ଆସିଲୁ, ଏ ପୃଥିବୀ ପାଇଁ ଆସିଛୁ। ହାର୍ଡ ବାଇ କ୍ରାଏ, ଯୋଉ ଚିତ୍କାର କରୁଛୁ, ଯୋଉ କ୍ରନ୍ଦନ କରୁଛୁ, ତାର ଫଳସ୍ୱରୂପ କଣ ହବ? କିଛି ତ ଜରୁର ମିଳିବ। କଣ ମିଳିବ? କିଏ ଆସିବେ? one shall descend, one shall descend। ଆପଣ ତ ଅବତାର, ଯିଏ ଡିସେଣ୍ଡ ଅବତାର, ଯୋଉ ଅବତରୀ ଆସିছে ସେ ହଉଛି ଅବତାର। ତେଣୁ ଜଣେ ଅବତରୀ ଆସିଲେ, ଯିଏ ଅବତାରୀ ଆସିଲେ ସେ ଅବତାର ଅଟେ। ମା ହଉଛନ୍ତି ଅବତାର, ପ୍ରଭୁ ହଉଛନ୍ତି ଅବତାର। କୌଣସି ଜିନିଷରେ ଆପଣ ମାୟାରେ ସିଏ କହିଦଉଛି ବୋଲି ନୁହେଁ। one shall descend। ଆଚ୍ଛା ଅବତାର ମାନେ କଣ ପାଇଁ ଆସନ୍ତି? କଣ ପାଇଁ? ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ସାଧୁମାନଙ୍କୁ ପରିତ୍ରାଣ କରିବାକୁ ଆସିବେ ନା? ହଁ। ଆଉ ସାଧୁମାନଙ୍କର ପରିତ୍ରାଣ
ଭଗବାନଙ୍କ ପାଖରେ ଥିଲେ ସେତେବେଳେ ପର୍ଯ୍ୟନ୍ତ ଭଲ ଥିଲେ, ଭଗବାନଙ୍କ ଠାରୁ ଯେତେବେଳେ ଦୂରେଇ ଗଲେ ସେତେବେଳେ ଦୁଷ୍ଟ ଦୁରାଚାରୀ ହେଇଗଲେ। ମା ସେଇ କଥା କହନ୍ତି, ୱିଥ୍ ଦ ଡିଭାଇନ୍ ଲାଇଫ୍ ଇଜ୍ ଦିସ୍, ୱିଦାଉଟ୍ ଦ ଡିଭାଇନ୍ ଲାଇଫ୍ ଇଜ୍ ଏ ପେନ୍‌ଫୁଲ୍ ଇଲ୍ୟୁଜନ୍। ଭଗବାନଙ୍କୁ ଯେତେବେଳେ ହୃଦୟରେ ଧରିକି ରଖିବ ସେତେବେଳେ ଜୀବନଟା ଆନନ୍ଦମୟ ହେଇଯିବ। ଯେତେବେଳେ ଭଗବାନଙ୍କ ଠାରୁ ଦୂରେଇ ଯିବ ସେତେବେଳେ କଣ ହବ? ଜୀବନଟା ପ୍ରହେଳିକାରେ ପୁରିଯିବ, ମାୟାରେ ପୁରିଯିବ। ତେଣୁ କଣ ହଉଛି ନା, ଯେତେବେଳେ ସୂର୍ଯ୍ୟ ଯେତେବେଳେ ମୁଣ୍ଡ ଉପରେ ଥିବେ ସେତେବେଳେ କଣ ହେଇଥିବ ନା, ଛାଇ ନଥିବ। ଛାଇଟା ତିଆରି ହୁଏ କେତେବେଳେ ନା, ସୂର୍ଯ୍ୟଙ୍କ ଠାରୁ ତୁମେ ଦୂରେଇ ଯାଅ, ନହେଲେ ତୁମ ଠାରୁ ସୂର୍ଯ୍ୟ ଦୂରେଇ ଯାଆନ୍ତୁ, ଛାଇଟା ତିଆରି ହବା ଆରମ୍ଭ କରିବ। ତେଣୁ ଭଗବାନଙ୍କ ପାଖରେ ଯେତେବେଳେ ଥିବ ସେତେବେଳେ କଣ ହବ? ମଣିଷ ସବୁବେଳେ ଉଷ୍ଣ ହେଇକିରି ରହିଥିବ। ଯେତେବେଳେ ଭଗବାନଙ୍କ ଠାରୁ ଦୂରେଇ ଗଲା ସେ ଧ୍ୱଂସ ହେଇଯିବ। ତେଣୁ ଭଗବାନଙ୍କର ହଉଛି ୱିଥ୍ ରେସ୍ପେକ୍ଟ ଟୁ ଗଡ୍ ତୁମର ସ୍ଥିତି ହଉଛି ବଡ। ତେଣୁ ଏହା ପରେ ସମୟ ତ ହେଇଯାଇ ଶରୀରରେ ଆଉ ତ କିଛି କହିବି ହବ ନାହିଁ। ଆଚ୍ଛା ହଉ, ମୁଁ ଶେଷ କନକ୍ଲୁଡ୍ କରୁଛି, ଆଉ କିଛି କରିହବ ନାହିଁ। ଯୋଉଠୁ ଆରମ୍ଭ କରିଥିଲି, ଯୋଉ ପଞ୍ଚମ କଥା ମୁଁ କହିଥିଲି, ଆନନ୍ଦ କଥା କହିଥିଲି, ସେ ଆନନ୍ଦର ଦୁଇଟା କାମ ଥିଲା। ଯେମିତି କହିଲି କଣ ନା, ୟୁନିୟନ ୱିଥ୍ ଦ ଡିଭାଇନ୍, ଆଉ ସେକେଣ୍ଡ ଜିନିଷ ଜରା ଯନ୍ତ୍ରଣା ବାର୍ଦ୍ଧକ୍ୟରୁ ମୁକ୍ତି ପାଇବାର। ସେଥିପାଇଁ ଆପଣମାନେ ଯୋଗ କରୁଛନ୍ତି। କିନ୍ତୁ ମୋ ମା କହିଲେ ଜମା ଯୋଗ କରିବାକୁ ପଡିନଥାନ୍ତା। ଶ୍ରୀଅରବିନ୍ଦ କହିଲେ ଜମା ତମେ ଯୋଗ କରିନଥାନ୍ତା, ତମର ଅଟୋମେଟିକ୍ ହେଇଯାଇଥାନ୍ତା। କିନ୍ତୁ ଶହ କାର୍ଯ୍ୟମ୍ ବାପାଦେ ଶରୀରମ୍ ବାପାଦେ, ଶହ ବର୍ଷ କୁଶଳ ସାଧନା କରୁଥିଲ, ଜମା କରିବାର ଅର୍ଥ ତମକୁ ଦିଆଯାଇଥାନ୍ତା କଣ ହେଇଥାନ୍ତା? ଯେମିତି କହିଲା ନା, ଦାବତ ଦିଆଯାଇଥାନ୍ତା। କେମିତି କଣ ନା, ମା ଗୋଟେ ଜିନିଷ ନେଇକିରି ଆସିଥିଲେ, ଯଦି ତାକୁ ଗ୍ରହଣ କରି ନେଇଥାନ୍ତ ତାହେଲେ କଣ ହେଇଥାନ୍ତା ନା, ଇଏ ପୃଥିବୀଟା ସ୍ୱର୍ଗ ହେଇଥାନ୍ତା। କିଛି ସମୟ ପୂର୍ବରୁ କହିଲେନି, ହାତ ଉଠେଇକିରି ଉପରକୁ ଯାଇକିରି କହିଲେ ମୁଁ ଆଣିଥିଲି ଏ ଆନନ୍ଦକୁ, କିନ୍ତୁ ପୃଥିବୀରେ ଜଣେ ବି ତାକୁ ପ୍ରସ୍ତୁତ ହେଇନାହାନ୍ତି ଗ୍ରହଣ କରିବା ପାଇଁ, ତେଣୁ ମୁଁ ଦେଖେଇ ଦେଇଦଉଛି। ତେଣୁ କଣ କହିଲେ, ଏଠି କଣ କହିବା ଆରମ୍ଭ କଲେ? ମା ବୁଝଉଛନ୍ତି, ସେ ଶ୍ରୀଅରବିନ୍ଦ ଲେଖୁଛନ୍ତି, କଣ କହିଲେ? ସି ହାଡ୍ ଗଟ୍ ୱିଥ୍ ହର୍। ଏପଟେ କହିଲେ ଜଣେ ଜନ୍ମ ନେବେ, ସେ କହିଲେ ଯେ ମୁଁ ହିଁ ଦେବି, କାରଣ ମାଇଟ୍ ଅଫ୍ ଅଲ୍ ଦ୍ୟାଟ୍ ନେଭର୍ ଇଟ୍ କ୍ୟାନ୍ ଡାଉନ୍। ସବୁ ଶକ୍ତିର ଉତ୍ସ ଏପଟକୁ ଆସିନାହାନ୍ତି। ମା କହୁଛନ୍ତି ମୁଁ ଆସିଛି, ଏଇଥର ଜନ୍ମ ନେଇଛି ସବୁ ଯାକ ଶକ୍ତି ନେଇକିରି, ଅଲ୍ ଆଫିନିଟି ମୁଁ ଧରିକି ଆସିକିରି ପହଞ୍ଚିଛି। ଆଇ ଏମ୍ ନଟ୍ ହିୟର୍ ଟୁ ବି ରିସିଭ୍ଡ, ମୁଁ ପୂଜା କରିବାକୁ ଆସିନାହିଁ, ମୁଁ ହଉଛି ମା। ତୋର ହୃଦୟ ମୋର ନିତ୍ୟ ନିବାସ ସ୍ଥଳ, ସବୁ ଯାକ ଦେବତା ମଧ୍ୟ ମୋର ସନ୍ତାନ। ତେଣୁ ଏଠି କଣ କଲେ ନା, ଆସିଥିଲେ ଯେତେବେଳେ ଗୋଟିଏ ଜିନିଷ ନେଇକି ଆସିଥିଲେ। ସେ ଜିନିଷଟା ନାଁ ହଉଛି ଡିଲାଇଟ୍। ଆଉ ଗୋଟେ ମିନିଟ୍ 2 ମିନିଟ୍ ମାତ୍ର କହୁଛି, ବନ୍ଦ କରିବି, ସମୟ ହେଇସାରିଲାଣି। କଣ କଲେ? ସେ ଜିନିଷଟା ହଉଛି କଣ ନା, ଡିଲାଇଟ୍ ବା ଆନନ୍ଦ। ସେ ଆନନ୍ଦର ଲକ୍ଷ୍ୟ ହଉଛି କଣ? ତାର କ୍ୟାରେକ୍ଟରିଷ୍ଟିକ, ତାର ଚରିତ୍ର ହଉଛି କଣ ନା, କାମ। ଯୋଉଠି ଆନନ୍ଦ ଥାଏ ସେଠି ସବୁବେଳେ କାମ। ଆମେ ଯୋଉ ଆନନ୍ଦ ଦେଖୁଛୁ ସିଏ ହଉଛି ସଫ୍ଟ ସର୍ଫେସ୍ ଜୟ। ସଫ୍ଟ ସର୍ଫେସ୍ ଜୟ, ଜୟ ଲେବୁଲକୁ ମଧ୍ୟ ଆସିନି, ବୁଝିବାକୁ ଆମର ସମୟ ନାହିଁ। ତେଣୁ ସଫ୍ଟ ସର୍ଫେସ୍ ଜୟ ନାହିଁ। ତାପରେ ଡିଲାଇଟ୍ ଆସିବ, ବ୍ଲିସ୍ ଆସିବ, ରାପ୍ଚର ଆସିବ, ଏପିଫାନି ଆସିବ, ଗ୍ରାଟିଟ୍ୟୁଡ୍ ଆସିବ, ଚିୟରଫୁଲନେସ୍, ଗ୍ଲାଡନେସ୍, ଏମିତି ଅନେକ ଜିନିଷ ସ୍ତର ଅଛି। କିନ୍ତୁ ଯାହା ଆମେ ହିନ୍ଦୁ ବୋଲି କହୁଛୁ ସେଟା ଜୟ ବି ନୁହେଁ, ସେଟା ହଉଛି ସଫ୍ଟ ସର୍ଫେସ୍ ଜୟ। କିନ୍ତୁ ମା ଯୋଉ ଆନନ୍ଦ ଆଣିଥିଲେ ସେ କଣ? ଡିଲାଇଟ୍। ଡିଲାଇଟ୍ କେମିତି? ତାର ଧର୍ମ ହଉଛି କଣ ନା, କାମ ଡିଲାଇଟ୍, ସବୁବେଳେ ଦିଗ ଥାଏ। ତାର ଦୁଇଟା କାମ ଥିଲା। ପ୍ରଥମ କାମ, ଯୋଉଥିପାଇଁ ଆପଣ ତପସ୍ୟା କରୁଛନ୍ତି, ପ୍ରଥମ କାମ କଣ? ଦ୍ୟାଟ୍ ୱେର୍ସ ୱାନ୍ ସୋଲ୍ ଟୁ ଦ ଅଲ୍। ୱାନ୍ ସୋଲ୍ ହଉଛି ପରମାତ୍ମା, ଇନଫିନିଟ୍ ନମ୍ବର ଅଫ୍ ସୋଲ୍ ଯୋଉଟା ଅଛି ସେ ହଉଛି ଆତ୍ମା। ତେଣୁ ଆତ୍ମା ସାଧନା କରୁଛି ପରମାତ୍ମାଙ୍କ ସାଙ୍ଗରେ ମିଶିବା ପାଇଁ। ଯଦି ଆନନ୍ଦକୁ ଆପଣ ପାଇଥାନ୍ତେ, ତାର ପ୍ରଥମ କାମ ହଉଛି ୱେଡ୍ ମାନେ ବିବାହ ବନ୍ଧନରେ ଅନୁବନ୍ଧିତ କରିଦେବେ। ଟାଇମ୍ ପାସ୍ କରୁଛନ୍ତି, ଗାର୍ଲଫ୍ରେଣ୍ଡ କରିଛନ୍ତି, କି କୋଉଠି କରୁଛନ୍ତି ସେଟା ମୁଁ କହୁନି। ଯିଏ ବିବାହ କରିଛି ଅନ୍ତତଃ 7 ଜନ୍ମ ପର୍ଯ୍ୟନ୍ତ ଆୟୋନିକ ବଣ୍ଡରେ ବାନ୍ଧି ହେଇଯାଇଛି, କୁଆଡେ କେହି କାହାକୁ ଛାଡିକରି ଯିବେ ନାହିଁ। ଅବଶ୍ୟ ଆଜିକାଲିର ଚରିତ୍ର ପ୍ରକୃତି ଅଲଗା, ସେ ଛାଡନ୍ତୁ ଯାହା ହଉଛି। ତେଣୁ ସେଇ ଯୋଉ ଯଦି କାମ ଡିଲାଇଟ୍ ବା ଡିଲାଇଟ୍ ଯୋଉଟାଙ୍କର କ୍ୟାରେକ୍ଟରିଷ୍ଟିକ କାମ ଡିଲାଇଟ୍, ସିଏ କଣ କରିଥାନ୍ତି ନା, ଅଟୋମେଟିକାଲି ସକଳ ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡି ଦେଇଥାନ୍ତି। ତାର ପ୍ରଥମ କାମ। ସେକେଣ୍ଡ କାମ କଣ ହଉଛି? କି ଟୁ ଦ ଫ୍ଲେମିଂ ଡୋର୍ସ ଅଫ ଏକ୍ସଟାସି। କି ମାନେ ହଉଛି କଣ? ଚାବି। ଆଚ୍ଛା, ଚାବି ଯୋଉଠି ଥିବ ସେଠି କଣ ଥିବ? ତାଲା ଥିବ। ଆଚ୍ଛା, ତାଲା ଯୋଉଠି ଥିବ ସେଠି କଣ କରିଥିବ? ଘରଟେ ତ ଥିବ ନା? ହଁ। ଆଚ୍ଛା, ସେ ଘର ଥିଲା, ଘରେ ଗୋଟେ ତାଲାରେ ଗୋଟେ ଚାବି ଲାଗିଛି, ତାଲା ପଡିଛି, ସେ ଘର ଭିତରେ କିଛି ଅଛି। ଆଚ୍ଛା, ସେ ଘର ଭିତରେ କଣ ଥିଲା? ଫ୍ଲେମିଂ ଡୋର୍ସ ଅଫ ଏକ୍ସଟାସି। ଯୋଉ କବାଟଟା ପଡିଛି ତା ଭିତରେ ଅଛି କଣ? ଏକ୍ସଟାସି। ଯେମିତି କହୁଥିଲେ ଆନନ୍ଦର ଯୋଉ ବିଭିନ୍ନ ସ୍ତର, ଗୋଟେ ଏକ୍ସଟାସି ଅଛି। ତାଲା ପଡିକି ରହିଛି, ତାର ଚାବିକାଠି ହଉଛି ସେଇ କାମ ଡିଲାଇଟ୍। ଯଦି ପାଇଯାଇଥାନ୍ତେ, ପରମାନେଣ୍ଟଲି ଆତ୍ମା ପରମାତ୍ମାଙ୍କ ସହିତ ମିଶି ଯାଇଥାନ୍ତା, ସେକେଣ୍ଡ କାମ କଣ ହେଇଥାନ୍ତା ନା, କି ଟୁ ଦ ଫ୍ଲେମିଂ ଡୋର୍ସ ଅଫ ଏକ୍ସଟାସି, ସେ ଆନନ୍ଦ ପାଇଥାନ୍ତେ, ମରିନଥାନ୍ତେ, ରୋଗ ଯନ୍ତ୍ରଣା ବାର୍ଦ୍ଧକ୍ୟ ଆସିନଥାନ୍ତେ, ଆପଣ ସବୁଦିନ ପାଇଁ ଚିର ବିଜୟୀ ହେଇକି ବୁଲିଥାନ୍ତେ। କିନ୍ତୁ କଲେ କଣ? ସେଠି ଯେମିତି କହିଲେ, ମା କହିଲେ ଜଣେ ବି ପ୍ରସ୍ତୁତ ନାହିଁ, ତୁ ଯୋଉଠୁ ଆସିଥିଲୁ ସେଠିକି ଫେରିଯା। ଏଠି ମଧ୍ୟ ଶ୍ରୀଅରବିନ୍ଦ ସେଇ କଥା ଲେଖୁଛନ୍ତି, ମା ସେଇ କଥା କହୁଛନ୍ତି। କଣ କହିଲେ? ଦୁଃଖ ଲାଗିବ, ବହୁତ କଷ୍ଟ ଲାଗିବ, କାନ୍ଦିବେ, କିନ୍ତୁ ନ କାନ୍ଦିଲେ ବି ଯୋଗ କରିବେ ନା। କାରଣ ଉପରେ ରହିଲେ କଣ ହବ? ଉପରେ ରହି ସର୍ଫେସରେ ରହିକିରି କଣ ସୁପରମ୍ୟାନ କେଉଁଠି ହବ? ଭିତରକୁ ଯିବ। दौड़ना है तो बीच में आ जाओ, किनारा में क्या रखा है? मोहब्बत करना है तो बाहू में आ जाओ, इशारा में क्या रखा है? ଯାଅ ଭିତରେ ଡେଇଁ ପଡ, ଯଦି କରିବାର ଅଛି ଯାଅ, ସାଧନା କର। ଇଏ ସବୁଦିନ ସମୁଦ୍ର କୂଳରେ ଠିଆ ହେଲେ କଣ
ନା hearts grown happy with a share of pleasure and tears କିଛି ସମୟ ହସିବ କିଛି ସମୟ କାନ୍ଦିବ ତାରି ଭିତରେ ମଣିଷ ଖୁସି ଅଛି କଣ କଲା ତାକୁ rejected the undying raptures boon ସେ ଯୋଉ ବର ପ୍ରାପ୍ତି ହେଇକିରି ତାକୁ ନେଇକିରି ଆସିଥିଲେ undying ମୃତ୍ୟୁ ହୁଏ ନାହିଁ the undying raptures boon ଯୋଉ ଆନନ୍ଦ ଯାହାର ମୃତ୍ୟୁ ନାହିଁ ସେଇ ଯୋଉ ସର୍ବାନନ୍ଦ ଆନନ୍ଦର ଯୋଉ ମୌଳିକତା ତାକୁ ନେଇକିରି ଆସିଥିଲା ତାର ଯୋଉ ଆଶୀର୍ବାଦକୁ ରିଜେକ୍ଟ କରିଦେଲା ତେଣୁ ତାପରେ ସେଠୁ କଣ କଲେ ଯେତେବେଳେ ଫେରିଗଲା ତଥାପି ମା ଆପଣଙ୍କ ଉପରେ ଏକ୍ସପେରିମେଣ୍ଟ କଲେ କିନ୍ତୁ ଅନେକ ଏକ୍ସପେରିମେଣ୍ଟ କରିଛନ୍ତି ମୁଁ ଆପଣଙ୍କୁ ମାତ୍ର ଗୋଟିଏ ଲାଇନ କହିଲି କିଏ ଏଇ ମାର ସମୟ ଆସିକିରି କବାଟ ଠକ୍ ଠକ୍ କରିସାରିଲାଣି ମୋ ପାଇଁ ତ ସମୟ ଅଛି ଆହୁରି ଅନେକ ବାଟ ଅଛି ଟ୍ରେନ ଲେଟ୍ ଚାଲିଛି ବାଟରେ କୋଉଠି ରଖିଦେଇଛି କିନ୍ତୁ ଆପଣ ମାନଙ୍କର ସମୟ ଅନେକ ମୂଲ୍ୟବାନ ଅତଏବ ଆପଣ ମାନଙ୍କର ଠାରୁ ବିଦାୟ ନେବା ପୂର୍ବରୁ ମୁଁ ଆଉ ଥରେ କ୍ଷମା ମାଗି ରହୁଛି ଯେ ଟ୍ରେନରେ ରହିଛି ନେଟୱାର୍କ ପ୍ରୋବ୍ଲେମ ହଉଥିବ ବର୍ତ୍ତମାନ ଫୋନରେ ଆପଣ ମାନଙ୍କୁ କନେକ୍ଟ କରିଛନ୍ତି ତେଣୁ ସବୁ ପ୍ରକାର ଯୋଉ ପ୍ରକାର ଅସୁବିଧା ସେଥିପାଇଁ ମୁଁ କ୍ଷମା ମାଗୁଛି କାରଣ ଆମର ଜୀବନ ହଉଛି ଏଇଭଳିଆ ପ୍ରତିଦିନ ଟ୍ରେନରେ ଦିଟା ଚାରିଟା କ୍ଲାସ ହୁଏ ଟ୍ରେନ ବସ୍ କାର ବାଟ ରାସ୍ତା ଘାଟ ଆଦିରେ ଆମ ଜୀବନ ସାରା କ୍ଲାସ ହୁଏ କିନ୍ତୁ ଆପଣ ମାନଙ୍କୁ ଯଦି ବି କିଛି ହେଇଥିବ ଏଇଟା ଗୋଟେ ଗ୍ରୁପରେ ଅଛନ୍ତି ନିଃସ୍ୱାର୍ଥ କ୍ଷମା ପ୍ରାର୍ଥନା କରୁଛି ଆଶା କରୁଛି ପୁନର୍ବାର ପୁଣି କେଉଁଠି ଯାଇକରି ଭେଟ ହବା ବନ୍ଦେ ମାତରମ୍ ହ୍ୟାପି ଗୋଲ୍ଡେନ ଡେ ଧନ୍ୟବାଦ ଗୁଡ୍ ନାଇଟ୍